ଯିବାକୁ ଚାହୁଁନି ଟାଣି ଟାଣି ନେଉଛନ୍ତି। ହୁଁ, ନିଶବ୍ଦ ହେଇଯାଏ ରାତି, ଅନ୍ଧାର ହେଇଯାଏ ସବୁକିଛି। କବାଟ ବନ୍ଦ କରିଦିଅନ୍ତି ନିଜ ଲୋକ, ହାତ ଛାଡ଼ି ଦିଅନ୍ତି ଆପଣା ଲୋକ। କବିତା ନୁହେଁ, ବାସ୍ତବ। କୋଉ ଏଜରେ ପର୍ଟିକୁଲାର ଆପଣଙ୍କୁ ଲାଗିଲା କି ମୋ ଭିତରେ ଟିକେ ଚେଞ୍ଜେସ୍ ଆସିଗଲାଣି, ମୋତେ ଏବେ ନିଜକୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ? ପିଅନର ପୁଅ ଛକା, ଯେତେବେଳେ ଏଇ ଶବ୍ଦଟି ଆପଣ ଶୁଣୁଥିଲେ ଆପଣ କେମିତି ଫିଲ୍ ହେଉଥିଲା, ରିଆକ୍ଟ କରୁଥିଲେ ଆପଣ ସେଇଟା? ଆଙ୍ଗୁଠି ଟେକି କହିଦେବେ କି ତ ପୁଅଟା ଛକାଟା। ସମୟର ସୁଅରେ ଯେତେବେଳେ କିଛି ଲୋକ ଦେଖନ୍ତି ଆମ ପରି ବ୍ୟକ୍ତି ବିଶେଷ ସିଗ୍ନାଲରେ ଠିଆ ହେଇଛନ୍ତି, କିଛି ବ୍ୟକ୍ତି ବିଶେଷ ଗ୍ରୀନ୍ ସିଗ୍ନାଲରେ ତାଳି ମାରୁଛନ୍ତି। ରେଳ ଷ୍ଟେସନରେ ତାଳି ମାରିବା ସ୍ୱାଭାବିକ, କିଏ ମାରିପାରିବେ, ସିଗ୍ନାଲରେ ଠିଆ ହେଇପାରିବେ। ମୁଁ ଜଣେ କିନ୍ନର ପାଇଁ କାମ କରିବି, ମୁଁ ଜଣେ ଟ୍ରାନ୍ସଜେଣ୍ଡର କାମ କରିବି। ତାହେଲେ ହାଉ वी आर इन द मेन स्ट्रीमिंग, ଆମେ ସମାଜର ମୁଖ୍ୟସ୍ଥର କଥା ହେବା କେମିତି? ଘରକୁ ଫେରିବାର ବାଟ ଏକ ପ୍ରକାର ବନ୍ଦ ହେଇଯାଇଥିଲା। ଗୋଟେ ବ୍ରେଡ୍ ଖାଇକି ଦିନ ସାରା ରହିଥିଲି। କେତେ ପଇସାରେ ଆପଣ ପ୍ରଥମେ ଚାକିରି କରିଥିଲେ? ମୁଁ ଦରମା ଫର୍ଷ୍ଟ ପାଇଥିଲି 5,500। ସତ୍ୟ ସୁନ୍ଦରଙ୍କ ଜୀବନରେ ବା ପଢିଲା ବୟସରେ ତ ପ୍ରେମ ହେଇଯାଇଥିବ। ହଁ, କ୍ରସ୍ କାହାର ନଥାଏ। କେମିତି So, ଜୀବନ ସାଥୀ ମ୍ୟାଡାମ ଦରକାର? ହଁ ହଁ, କ୍ୱେଶ୍ଚନଟା ଆସିଛି ପୁରା ତାଗଡ଼ା ହେଇ। ନମସ୍କାର। ଓପନ୍ ଭଏସ୍ର ଏକ ନିଆରା ଏପିସୋଡକୁ ସ୍ୱାଗତ କରୁଛି ମୁଁ ସୌଦାଗର। ଆଜିର ଏପିସୋଡ ଖୁବ୍ ନିଆରା, ଏଇଥିପାଇଁ କି ମୋ ଗେଷ୍ଟ ଜଣେ ନିଆରା ମଣିଷ। ଯେବେ ସେ ଆଇନା ସାମ୍ନାରେ ଠିଆ ହୁଅନ୍ତି, ଆଇନା କୁହେ ତୁ ସୁନ୍ଦର ଲାଗୁଛୁ, କିନ୍ତୁ ଏବେ ଯେବେ ସେ ଆଇନା ସାମ୍ନାରେ ଠିଆ ହୁଅନ୍ତି, ଆଇନା କୁହେ ନା ନା ତୁ ଖୁବ୍ ସୁନ୍ଦର ଲାଗୁଛୁ। ଏ ଇଣ୍ଟ୍ରୋଡକ୍ସନ୍, ଏ ପରିଚୟ ମୋର ଆଜି ଗେଷ୍ଟଙ୍କ ପାଇଁ। ସେ ହେଉଛନ୍ତି ଟ୍ରାନ୍ସଜେଣ୍ଡର ଆଇକନ୍, ଆମ ସମସ୍ତଙ୍କର ଆଦର୍ଶର ମଣିଷ, ଯାହାଙ୍କ କଥା, ଯାହାଙ୍କର ଜୀବନ ଶୈଳୀରେ ଅନୁପ୍ରାଣିତ ହୋଇଛନ୍ତି ଅନେକ ଯୁବପିଢ଼ି। ମୋ ପଡକାଷ୍ଟର ସ୍ୱତନ୍ତ୍ର ଅତିଥି, ସତ୍ୟ ସୁନ୍ଦରରୁ ସାଧନା ମିଶ୍ର। ସାଧନା, ଯାହାଙ୍କର ଅର୍ଥ ସତ୍ୟ। ମ୍ୟାଡ଼ାମ ୱେଲକମ୍ ଟୁ ମାଇ ପଡକାଷ୍ଟ। ନମସ୍କାର। କେମିତି ଅଛନ୍ତି ମ୍ୟାଡ଼ାମ? ବହୁତ ଭଲ ଅଛି। ଏଇ ଭଲ ରହିବା ପଛରେ କ'ଣ ସବୁ କାରଣ ଥାଇପାରେ? ଭଲ ରହିବା ପଛରେ ଫର୍ଷ୍ଟ କାରଣ ହେଉଛି ନିଜକୁ ଗ୍ରହଣ କରିବା, ଆକ୍ସେପ୍ଟାନ୍ସ, ନିଜକୁ ଖୁସି ରଖିବା ଏବଂ ଅନ୍ୟମାନଙ୍କୁ ଖୁସି ବାଣ୍ଟିବା। ସେଥିପାଇଁ ଆପଣ ଭଲରେ ଅଛନ୍ତି। ଅନ୍ୟକୁ ମ୍ୟାଡ଼ାମ କେମିତି ଖୁସି ବାଣ୍ଟିବେ, ଏଇଥିପାଇଁ କି ଏ ପ୍ରଶ୍ନ ମନ ଭିତରେ ଆସେ। ମୁଁ ଟିକେ ଫିଲୋସଫିକାଲି ସେସନକୁ ଯିବା ପାଇଁ ଚାହିଁବି। ଫାଷ୍ଟରୁ, ସୋସାଇଟି ଆମକୁ ଅନେକ ସମୟରେ ଆମର ପତନର କାରଣ ହୋଇଛି, ଆମକୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେଇନି, ଆମକୁ କ୍ରିଟିସିଜିମ୍ କରିଛି, ଆମ ଦୁର୍ବଳତାର ସୁଯୋଗ ନେଇଛି, ଆମକୁ ବାରମ୍ବାର ପକ୍ଷାଘାତ କରିଛି। ତା ଭିତରେ କିନ୍ତୁ ଆପଣଙ୍କର ସ୍ନେହ ପ୍ରେମ ସମାଜ ପାଇଁ, ଏ ପଛରେ କ'ଣ କାରଣ? ଟିକେ ପଛକୁ ଯିବି ଆପଣଙ୍କର ଏଇ ସୁନ୍ଦର କଥାକୁ ନେଇକି। ସବୁ ଶ୍ରୋତାମାନଙ୍କୁ ନମସ୍କାର, ଜୟ ଜଗନ୍ନାଥ। ବହୁତ ସୁନ୍ଦର କଥାଟେ ଆପଣ କହିଛନ୍ତି। କୌଣସି ପୁରାଣ, ମହାଭାରତ ହଉ, ପୁରାଣ ହଉ, ରାମାୟଣ ହଉ, ସବୁ ପୁରାଣ ଦେଖନ୍ତୁ, ଶାସ୍ତ୍ର ଦେଖନ୍ତୁ, ସମସ୍ୟାରେ ହିଁ ମଣିଷର ଯୁଦ୍ଧ। ସେ ପବିତ୍ର ରାମାୟଣରେ ସତୀ ସୀତାଙ୍କର ହଉ, ବା ମହାଭାରତରେ ପଞ୍ଚପାଣ୍ଡବଙ୍କ ସ୍ତ୍ରୀ ପାଞ୍ଚାଳିଙ୍କର ହଉ, ବସ୍ତ୍ରହରଣକୁ ନେଇକି ହଉ, ବା ମହାଭାରତର ଧର୍ମ ଯୁଦ୍ଧକୁ ନେଇକି ହଉ। ସେଠି ଯଦି ଟିକେ ମୁଁ ମୋ କଥାକୁ କହିବି, କିନ୍ନର ସମାଜକୁ ନେଇକି ହଉ, ବା ଯାହାକୁ ଆଜିର ଡେଟ୍ରେ ଆମେ ୱି ଡେଭଲପ୍ ଦ ୱାର୍ଡସ୍ ଟ୍ରାନ୍ସଜେଣ୍ଡର, ଗୋଟେ ୱାର୍ଡସରେ ଡାକୁଛନ୍ତି। ଥର୍ଡ ଜେଣ୍ଡର ଗଭର୍ଣ୍ଣମେଣ୍ଟର ସ୍ୱୀକାର ହେଉଛି। ସୋ ଏଇ ଯାତ୍ରା ବହୁତ ବର୍ଷ ପୁରୁଣା, ଲଢ଼େଇ ବହୁତ ବର୍ଷ ପୁରୁଣା। ଅବଭିୟସଲି ମୁଁ ଜାଣିଛି ମୋର ପ୍ରତିଟି ସ୍ପନ୍ଦନ, ପ୍ରତିଟି ରକ୍ତ, ପ୍ରତିଟି ବିନ୍ଦୁ ଏବଂ ପ୍ରତିଟି ସମୟକୁ ନେଇକି ଆଜିର ଏଇ 28 ବର୍ଷର ଯାତ୍ରା। ମୁଁ ଆଜି 45 ବର୍ଷରେ ପଦାର୍ପଣ, ଏବଂ 45 ବର୍ଷରେ ଅନେକ କିଛି ଅନୁଭୂତିକୁ ନେଇକି ମୁଁ ଆସିଛି। ଅଫକୋର୍ସ ସମସ୍ୟା ଅଛି, ସନ୍ଦେହ ସେଠି ନାହିଁ, କିନ୍ତୁ ମୋର ଆଜି ବି ମନେ ପଡ଼େ ମୋ ମାଆଙ୍କର କଥା। ଯେତେବେଳେ ମୁଁ ଛୋଟ ଛୁଆ ବେଳେ କାନ୍ଦି କାନ୍ଦି ମୋ ମାଆଙ୍କ ପାଖକୁ ଆସେ, କିଛି ଲୋକମାନେ ମୋତେ କିଛି ଉପହାସସ୍ପଦ ଶବ୍ଦ କହି କୁହନ୍ତି, ନିଜ ଲୋକ, ସାହି ପଡ଼ିଶା, ମୁଁ ନାଁ ନେବିନି, ସେମାନେ ଆଜିର ଡେଟ୍ରେ ମୋତେ ବହୁତ ଭଲ ପାଆନ୍ତି। ସେତେବେଳେ ମୋ ମାଆ କହେ, ମୁଁ କାହିଁକି ସେମାନେ ଏମିତି କହୁଛନ୍ତି ମା? ମାଆ କହେ,
ତୁ ବହୁତ ଭଲ, ତୁ ବହୁତ ସୁନ୍ଦର, ତୁ ସ୍ପେସିଆଲ। ସେ ଯେଉଁ ଶବ୍ଦ ଗୁଡ଼ିକ ମୋ ପାଖରେ ତ୍ୱରାନ୍ୱିତ କରିଥିଲା ଆଣ୍ଡ ମୁଁ ଚେଷ୍ଟା କରିଥିଲି ତାର ପ୍ରତିଦ୍ୱନ୍ଦ୍ୱୀ ମୋ ମାଆଙ୍କର ଗର୍ଭାଶୟକୁ ନମସ୍କାର କରିବି। ପ୍ରତିଟି ପିଲା ଜନ୍ମ ହୁଅନ୍ତି ପୁରୁଷ ସ୍ତ୍ରୀ, ସେଇ ଗୋଟେ ପ୍ରୋସେସ୍ରେ ଅନେକ ପିଲା ଜନ୍ମ ହେଇଥାନ୍ତି। ତ ମୋ ମାଆଙ୍କର ଗର୍ଭ ଏତେ ବଡ଼ ଯେଉଁଥିରେ କି 2ଟି ପୁଅ, ଗୋଟିଏ ଝିଅ ଏବଂ ଗୋଟେ ସନ୍ତାନ ତାଙ୍କର କିନ୍ନର। ତ ନିଶ୍ଚିତ ଭାବରେ ପ୍ରଭୁ ଜଗନ୍ନାଥଙ୍କୁ କୋଟି କୋଟି ନମସ୍କାର କରିବି କି ସେଇ ସବୁ ଅନୁଭୂତି ଆଜି ମୋତେ ଏଇ ଜାଗାରେ ଆସିକି ପହଞ୍ଚେଇଛି କି ମୋ ଜୀବନର ପ୍ରତିଟି ସ୍ପନ୍ଦନକୁ ଚିହ୍ନି ପାରିଛି। ଯାହା ହେଉଛି ଭଲ ହେଉଛି, ଯାହା ହେବ ଭଲ ହେବ। ସକାରାତ୍ମକ ଚିନ୍ତା, ପଜିଟିଭ୍ ଏନର୍ଜି, ଲେଟ୍ସ ନିଜକୁ ଭଲ ପାଇବା ଏବଂ ଅନେକ ସାରା ଲୋକଙ୍କୁ ଭଲ ପାଇବା ଦେବାକୁ ହେଲେ ଆପଣଙ୍କୁ ସେବା ମନୋବୃତ୍ତିରେ ଆସିବାକୁ। ବର୍ତ୍ତମାନ ସାଧନା ମା କୋଉ ମାଆକୁ ବାଛିବେ? ପ୍ରଶ୍ନ ଏଇଥିପାଇଁ କି ନିନିର ମା, ସତ୍ୟ ସୁନ୍ଦର ମା ଆଉ ସାଧନାଙ୍କର ମା, ଏ 3 ଜଣଙ୍କ ମାଙ୍କ ଭିତରୁ ବର୍ତ୍ତମାନ ସାଧନା ମା ଏବେ କୋଉ ମା ପ୍ରତି ତାଙ୍କର ସରାଗ ଅଛି, ତାଙ୍କର ଭଲ ପାଇବାକୁ ଢେର ସାରା ଢାଳିବା ପାଇଁ ଚାହିଁବେ? ଟିକେ ପଜଲ କରିଦେଇଛି କୋଶ୍ଚିନ୍କୁ। ଠିକ୍ ଅଛି। ଗୋଟେ ମଣିଷର ଅନେକ କିଛି ରୂପ ହେଇଥାଏ। ସିଏ ନୋଥ ପିନ୍ଧିକି ଜଗନ୍ନାଥ ବେଶରେ ଆସନ୍ତି, ସିଏ ଅର୍ଦ୍ଧନାରୀ ବେଶ ହେଇକି ଶିବ ପାର୍ବତୀରେ ଦର୍ଶମାନ କରନ୍ତି, ଆଉ ସେ ରାଧାର ବେଶ ନେଇ ଶ୍ରୀକୃଷ୍ଣ ରାଧା ବେଶ ବି ହେଇପାରନ୍ତି। ତ ସବୁ ତରକ ମାଆଙ୍କୁ ମିଶି ଦେଲା ପରେ ଯେତେବେଳେ ସିଦ୍ଧତା ଆଉ ତପସ୍ୟାର ଗୋଟେ ମାନେ ଗୋଟେ ପର୍ଯ୍ୟାୟରେ ପହଞ୍ଚେ ସେତେବେଳେ ତାକୁ ସାଧନା କୁହାଯାଏ। ତ ମୁଁ ଗ୍ରହଣ କରିନେଇଛି, ମୋ ଜୀବନଟା ହେଉଛି ସାଧନା, ମୁଁ ଜଣେ ସାଧନା। ମୁଁ ଟିକେ ମ୍ୟାଡ଼ାମ୍ ଆପଣଙ୍କର ପିଲାଦିନକୁ ଫେରିବା ପାଇଁ ଚାହିଁବି। ସମସ୍ତେ ଦର୍ଶକ ଜାଣିଛନ୍ତି, ମୁଁ ତା ଭିତରୁ ଟିକେ ଛାଣିବା ଜିନିଷଟି ମୁଁ ଟିକେ ପଚାରିବା ପାଇଁ ଚାହିଁବି। ମୁଁ କ'ଣ ବୁଝିଛି, ପିଲାଦିନ ଆପଣଙ୍କୁ ସମସ୍ତେ ଶ୍ରଦ୍ଧାରେ ନିନି ବୋଲି ଡାକୁଥିଲେ। ନିନି ଦିନେ ବହୁତ ସୁନ୍ଦର ଥିଲା, ଏବେ ବି ଅଛି, କିନ୍ତୁ ନିନି ସେତେବେଳେ ପୁଅ ଥିଲା, ସତ୍ୟ ସୁନ୍ଦର ଥିଲା। କିନ୍ତୁ ସମୟକ୍ରମେ ସତ୍ୟ ସୁନ୍ଦର ଆଜି ସାଧନା ମା ହେଇଛନ୍ତି। କେତେ ଯନ୍ତ୍ରଣା ସହିଛନ୍ତି ମୋର ପରସେପସନ୍ ନୁହଁ। ମୁଁ ଚାହୁଁଛି କି ଯେତେବେଳେ ଲୋକ ଆପଣଙ୍କୁ କ୍ରିଟିସାଇଜ୍ କରୁଥିଲେ, ଯେଉଁ କଥାକୁ ଆପଣ ବାରମ୍ବାର ଦୋହରାଇଛନ୍ତି, ପିଅନର ପୁଅ ଛକା, ଯେତେବେଳେ ଏଇ ଶବ୍ଦଟି ଆପଣ ଶୁଣୁଥିଲେ ଆପଣ କେମିତି ଫିଲ୍ ହେଉଥିଲା ଆଉ କେମିତି ରିଆକ୍ଟ କରୁଥିଲେ ଆପଣ ସେ କଥାରେ? ଦେଖନ୍ତୁ, ଅନେକ କିଛି ସମସ୍ୟା ବାଧାବିଘ୍ନ ତ ପିଲାବେଳେ ଆସିଛି ଏବଂ ଗୋଟେ ଜିନିଷ ମୁଁ କେଉଁଠି ଡିସକ୍ଲୋଜ୍ କରିନି, ଆଜି କରୁଛି କି ଯେତେବେଳେ ମୋର ଜନ୍ମ ହେବାର ଥିଲା ବା 3ଟି ସନ୍ତାନ ପରେ ଯେତେବେଳେ ବାପାଙ୍କର ମାଆଙ୍କର ଆଉ ଗୋଟେ ସନ୍ତାନ, ତ ବାପାଙ୍କର ଅନେକ ସ୍ୱପ୍ନ ଥିଲା କି ଗୋଟେ ଝିଅ ହେବ। ତ ଯେତେବେଳେ ମୁଁ ଜନ୍ମ ହେଇଥିଲି ସେତେବେଳେ ଯେତେବେଳେ ମାନେ କିଛି ଇନଫର୍ମେସନ୍ ଦେଇଥିଲେ ବାପାଙ୍କୁ କ'ଣ ହେଇଛି, ସେ ପୁଅ ହେଇଛି କହିଲା ପରେ କାରଣ ଛୋଟବେଳେ କୌଣସି ସାମଞ୍ଜସ୍ୟ ନଥାଏ, ବାର୍ଦ୍ଧକ୍ୟ ନଥାଏ ବା ଶାରୀରିକ ଦୃଷ୍ଟିକୋଣକୁ ଦେଖିକି ଆମେ ଜାଣିପାରିବା ନାହିଁ। ତ ବାପା ବହୁତ ମନ ଦୁଃଖରେ ପଳେଇ ଯାଇଥିଲେ, ମୋତେ ଦେଖିନଥିଲେ। କିନ୍ତୁ ତାପରେ ପରେ ପୁଣି ନିଜର ସନ୍ତାନ ଗ୍ରହଣ କରିଦେଇଥିଲେ। ବାପା ବହୁତ ଭଲ ପାଉଥିଲେ ଏବଂ ଶ୍ରଦ୍ଧାରେ ନାଁ ଦେଇଥିଲେ ନିନି। ନିନିର ଶବ୍ଦର ଅର୍ଥ ମୁଁ ବୁଝିବାକୁ ପାଇଲି 20 ବର୍ଷ ଯେତେବେଳେ। କ'ଣ ନିନି ଶବ୍ଦର ଅର୍ଥ? ଗୋଟେ କେଉଁଝରରେ ଯେହେତୁ ମୋର ଜନ୍ମ ଏବଂ ନିନି ପ୍ରାୟ ଝିଅମାନଙ୍କୁ ବା ସାନମାନଙ୍କୁ ଡକାଯାଏ ଏବଂ ବୋଧେ ତାଙ୍କର ଭଲ ପାଇବା ସ୍ନେହ ବହୁତ ଶ୍ରଦ୍ଧାରେ ଥିଲା। ଆଉ ସେ ଡାକଟି ଆଜି ମୋ ପାଇଁ ବହୁତ ନିଆରା, କାହିଁକି ନା ବାପା ତ ଏବେ ନାହାନ୍ତି, ଛାଡ଼ିକି ପଳେଇଛନ୍ତି, କିନ୍ତୁ ସେ ଡାକଟା ମୁଁ ଆଉ ଲାଷ୍ଟ 20 ବର୍ଷ ହେଲାଣି ଶୁଣିବାକୁ ପାଉନି। କିଛି ସମୟରେ ମା ମୋତେ ଯେତେବେଳେ ମୋ ପାଖକୁ ଆସନ୍ତି, ସେ କିଛି ଦିନ ମୋତେ ସେ ଡାକଟା ଶୁଣିବାକୁ ମିଳେ, ନିନି ଡାକନ୍ତି, ମାନେ ପ୍ରାୟ ଆଉ ସେ ଡାକଟା ଶୁଣିବାକୁ ପାଉନି। ବାକି ରହିଲା ଟାହିଟା ପରା ଆପଣଙ୍କର କିଏ କ'ଣ କହିଲା କ'ଣ ନାହିଁ, ସେ ଥିଲା, ସେଗୁଡ଼ିକ ପ୍ରେଡିକ୍ସନ୍ସ ବହୁତ ଗୁଡ଼େ ଥିଲା। ବଟ୍ ଆଜିର ଡେଟ୍ରେ ମୋତେ ଆଉ କୌଣସି ଜାଗାରେ ସେସବୁ ପରିଚୟ ଦେବାକୁ ଆଉ ମୋତେ ପଡ଼ୁନି, କାହିଁକି ନା ଏ ସମାଜ ଏତେ ସୁନ୍ଦର ଭାବରେ ଗ୍ରହଣ କରିନେଇଛି ମୋ କାମ କରିବାକୁ, ମୋ ଭଲ ପାଇବାକୁ। ସିଏ ସେଇ ସମାଜରେ ମୁଁ ଜଣେ ମୁଖ୍ୟ ଅତିଥି ଡିଏନ୍ ହାଇସ୍କୁଲରେ, ଯେଉଁଠି ମୋ ବାପା କାମ କରୁଥିଲେ ଏବଂ ଆଜିର ଡେଟ୍ରେ ମୋତେ କେଉଁଝରରେ ପୂଜ୍ୟସ୍ମିତ ବାପା ଇନ୍ଦ୍ରମଣି ମିଶ୍ରଙ୍କର ସୁଯୋଗ୍ୟ ସନ୍ତାନ ସାଧନା ମିଶ୍ର ବୋଲି ସମ୍ବୋଧନ କରାଯାଉଛି। ସୋ ନିଶ୍ଚିତ ଭାବରେ ମୋର ଟାଇଟେଲରେ ଶ୍ରୀମତୀ, ଶ୍ରୀ, ଡକ୍ଟର କିଛି ଦରକାର ପଡ଼ୁନି। ଇଭିନ୍ ମୋତେ ସେଇ ଯେଉଁ
ସୁଯୋଗ୍ୟ ସନ୍ତାନ ବୋଲି କୁହାଯାଉଛି, ଯୋଉଟା ମୋ ପରିବାରରେ ମୁଁ ପ୍ରଥମ ବ୍ୟକ୍ତି ଥିଲି ଯେ ବହୁତ ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ୱର ପାଠ ପଢ଼ିବାକୁ ଆସିଥିଲି। ସ୍ୱପ୍ନ ଅନେକ ଥିଲା, ବାଧା କିନ୍ତୁ ବହୁତ ଥିଲା। ମୋ ଘରେ ବା ପରିବାରରେ କୌଣସି ଜିନିଷ ମୁଁ ଏବେ ଜଣେଇବାକୁ ଚେଷ୍ଟା କରିନଥିଲି କି ମୋ ଭିତରେ କଣ କ'ଣ ହଉଛି? ତ୍ୱରାନ୍ୱିତ ହେଉଛି, କ'ଣ ଚାଲିଛି। ମୋ କଲେଜ ଲାଇଫ୍, ମୋର ସାଙ୍ଗମାନେ, ସାଥୀମାନେ ଜାଣିଥିଲେ କି ୟାର ହରକତ ଟିକେ ଡିଫରେଣ୍ଟ ଅଛି, ବାର ସୋଚ ଟିକେ ଡିଫରେଣ୍ଟ ଅଛି। ବଟ୍ ମୁଁ ଏମିତି କୌଣସି ଜାଗାରେ ନିଜକୁ ପରିପ୍ରକାଶ କରିନି କି କେହି ବି ମୋ ବାପା ମାଆଙ୍କୁ ଆଙ୍ଗୁଠି ଟେକିକି କହିଦେବେ କି ତୋ ପୁଅଟା ଛକାଟା। ହୁଏତ ବେଳେବେଳେ ଶୁଣିବାକୁ ପଡ଼େ, ମୋତେ ସାଙ୍ଗେ ସାଙ୍ଗେ ସେସବୁ ଜିନିଷ ଗୁଡ଼ିକ MSWରେ ଆଡ଼ମିସନ୍ ନେଲେ, ମାଷ୍ଟର ଇନ୍ ସୋସିଆଲ ୱାର୍କ। ଆପଣ ଚାହିଁଥିଲେ ଅଲଗା କିଛି ସବଜେକ୍ଟ ମଧ୍ୟ ନେଇପାରିଥାନ୍ତେ। ଯେଉଁ ସମାଜ ଆପଣଙ୍କୁ କ୍ରିଟିକ୍ କରୁଛି, ଆପଣଙ୍କୁ ଘରେ ରଖେଇ ଦେଉନି, ସେଇ ସମାଜ ପାଇଁ କାମ କରିବା ପାଇଁ ଆପଣ ଅଣ୍ଟା ଭିଡ଼ିଛନ୍ତି, MSW ଆଡ଼ମିସନ୍ ନେଲେ। ଏଇ ଯେଉଁ ପଜଲ୍, ମୁଁ ସେ ପଜଲ୍କୁ ବୁଝିବା ପାଇଁ ଚାହୁଁଛି। ରାଇଟ୍, ବହୁତ ରାଇଟ୍ କ୍ୱେଶ୍ଚିନ୍ ଆପଣ ପଚାରିଛନ୍ତି। ରିସର୍ଚ୍ଚ ଠିକ୍ ଅଛି ତ? ବହୁତ ପରଫେକ୍ଟଲି ଆପଣ କରିଛନ୍ତି। ପାଠ ପଢ଼ିବା ସମୟରେ ବହୁତ ଗୁଡ଼ିଏ ଯନ୍ତ୍ରଣା, ବାଧାବିଘ୍ନ, ଅନେକ କିଛି ମୁଁ ଆପଣମାନଙ୍କୁ କହିଛି ଚ୍ୟାନେଲରେ। ସେତେବେଳେ ମୋତେ ଲାଗୁଥିଲା କି ମୋର ପିଲାଦିନୁ ମାନେ ଇଣ୍ଟରେଷ୍ଟ ହେଇଥିଲା ସୋସିଆଲ ୱାର୍କ। ମୁଁ ଚାହିଁନଥିଲି, ମୁଁ ଭାବିନଥିଲି କି ମୁଁ ଜଣେ କିନ୍ନର ସମାଜ ପାଇଁକା ଉଦର୍ଶନ ହେବି ବା ଆଇକନ୍ ହେବି ବା କାମ କରିବି। ବଟ୍ ମୋର ମୋଟୋ ଥିଲା ସୋସିଆଲ ୱାର୍କ, କାରଣ ମୋତେ ସାଟିସ୍ଫ୍ୟାକ୍ସନ୍, ମାନେ ମେଣ୍ଟାଲି ଆଉ ସାଟିସ୍ଫ୍ୟାକ୍ସନ୍ ଲାଗୁଥିଲା ଏସବୁ କାମ କରିବା ପାଇଁ। ଆପଣ ଯଦି ମୋ ଘରେ ବା ପରିବାରରେ, ଏତେ ବଡ଼ ପରିବାର ଆମର, ତ ଦେଖିବେ କୌଣସି କାମ କାର୍ଯ୍ୟ ଯଦି ହୁଏ, ଘରର ଏଣ୍ଟାୟାର କାମ, ରୋଷେଇଠୁ ଖାଇବାଠୁ, ବୟସ୍କ ଲୋକଙ୍କର ଗୋଡ଼ ଚିପିବାଠୁ, ଶୋଇବାଠୁ, ସମସ୍ତଙ୍କ ଯତ୍ନ ନେବାରେ ମୁଁ ହେଉଛି ନମ୍ବର ୱାନ୍। ଆଣ୍ଡ ମୋତେ ସେସବୁ ଜିନିଷ ଗୁଡ଼ିକ ବହୁତ ଭଲ ଲାଗେ। ତ ମୁଁ ପଢ଼ିଲା ବେଳକୁ ମୋ ଗ୍ରାଜୁଏସନରେ ସୋସିଓଲୋଜି ଥିଲା, ଆଣ୍ଡ ମୁଁ ଚାହୁଁଥିଲି କେମିତି ବେଟର କାମ କରିପାରିବି। ସେଇ ସମାଜ ପାଇଁ ଯେଉଁ ସମାଜ ମୋତେ କ୍ରିଟିସାଇଜ୍ କରିଥିଲା। ତ ମୋତେ ସଡନ୍ଲି ସେତେବେଳେ ପଢ଼ାଇ ସରିଲା ପରେ ମୋତେ ଦୁଇଟା ଅଫର୍ ଥିଲା। ଗୋଟେ ଉତ୍କଳ ୟୁନିଭର୍ସିଟିରେ MA ଇନ୍ ସୋସିଓଲୋଜି, ଆଉ ଗୋଟେ ହେଉଛି ମାଷ୍ଟର ଡିଗ୍ରୀ ସୋସିଆଲ ୱାର୍କ। ସୋ ସେତେବେଳକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ୱାର୍କ ସୋସିଆଲ ସାଇନ୍ସ ନିଶ୍ୱାସର ବହୁତ ଡିମାଣ୍ଡ ୟୁନିଭର୍ସିଟି ଥିଲା, ମୋତେ ସିଟ୍ ମିଳିନଥିଲା। ଆଜି ମୁଁ କହୁଛି ଭାରି କଷ୍ଟଦାୟକ ଘଟଣା। ବାପା ପୀଡ଼ିତ, ଦେହ ଖରାପ, ମୁଁ ଏକୁଟିଆ ଘରୁ ରାଗିକି ପଳେଇ ଆସିଛି। ମୋ ପାଖରେ ଥିଲା 250 ଟଙ୍କା। କୋଉ ମସିହାରେ ଭୁବନେଶ୍ୱରରେ। କୋଉ ମସିହାରେ କଥା? ଏଇ କାହାଣୀ ହେଉଛି 2002-2003 କଥା ମୁଁ କହୁଛି। 500 ଟଙ୍କା ମୋ ପାଖରେ ରହିବାଟା ବହୁତ କଷ୍ଟ ଥିଲା ସେତେବେଳେ। 250 ଟଙ୍କା ଧରି ରାଗି ଘରୁ ପଳେଇ ଆସିଲେ। ହଁ, କାହିଁକି ନା ମୋତେ ଇଣ୍ଟରଭ୍ୟୁ ଦେବାର ଥିଲା, ମୋତେ ପାସ୍ ହେବାର ଥିଲା। ଆଣ୍ଡ ମୁଁ ଇଣ୍ଟରଭ୍ୟୁ ପାଇଁ ଯାଇଥିଲି କଲେଜରେ। ଇଣ୍ଟରଭ୍ୟୁ ଦେଲା ପରେ ମୋତେ ଯଦି ନିଶ୍ୱାସର ମ୍ୟାଡ଼ାମ୍ ବି ଦେଖୁଥାନ୍ତି, ତୃପ୍ତି ମ୍ୟାଡ଼ାମ୍କୁ ନମସ୍କାର, ଫ୍ୟାକଲ୍ଟିକୁ ନମସ୍କାର। ଭାଇବା ଥିଲା ସେତେବେଳକୁ, କ'ଣ କେଉଁଝର ପଢ଼ି ସାରିଲା ପରେ ଆମର ଏତେ ସ୍ପୋକନ୍ ଇଂଲିଶ ଏତେ କ୍ଲିୟରାନ୍ସ ନଥାଏ, ଆଉ ସେଇ ୟୁନିଭର୍ସିଟିରେ ବହୁତ ଗୁଡ଼ିଏ ରିଜର୍ଭେସନ୍ ସିଟ୍ ଥାଏ। ମୁଁ ଜଣେ ଯେହେତୁ ବ୍ରାହ୍ମୀଣ କମ୍ୟୁନିଟି, ମା ବ୍ରାହ୍ମୀଣ ଯେଉଁ ଜନ୍ମ ମିଶ୍ର, ତ ତାଙ୍କ ପାଖରେ ରିଜର୍ଭେସନ୍ ସିଟ୍ ବହୁତ କମ୍, ଗୋଟେ ବୋଧେ ଥିବ। ଯଦି ଜଣେ ୱେଲ୍ କ୍ୱାଲିଫାଏଡ଼ ହବ ତେବେ ସେମାନେ ଦେବେ। ଯଦି ମୁଁ ହାରିଯିବି, ଘରକୁ ଗଲେ କ'ଣ କରିବି? ସେଇ ପୁଣି ଭାଇ କାନ ମୋଡ଼ିକି ବାଡ଼େଇବେ ନା ଘରେ ଗଲେ କଲେଜ ଦିନରେ ପାଠ ପଢ଼ିବା ପାଇଁ ଗାଈ ଥିଲା, କ୍ଷୀର ଦୁହିଁକି କ୍ଷୀର ବିକ୍ରି କରିବି, ନା ପିଲାଙ୍କୁ ଟ୍ୟୁସନ୍ କରିବି, ନା ଭୁବନେଶ୍ୱରରେ ପଢ଼ିବି। ଚ୍ୟାଲେଞ୍ଜ ବହୁତ ଥିଲା। ଘରକୁ ଫେରିବାର ବାଟ ଏକ ପ୍ରକାର ବନ୍ଦ ହେଇଯାଇଥିଲା। ଗୋଟେ ବ୍ରେଡ୍ ଖାଇକି ଦିନ ସାରା ରହିଥିଲି। ଆଣ୍ଡ ଗୋଟେ ସାଙ୍ଗ ଥିଲା ମୋର, ଯିଏକି ମୋତେ ସପୋର୍ଟ କରିଥିଲା, ସୁଶାନ୍ତ କୁମାର ବଳିଆର ସିଂ, ଏବେ ଦିଲ୍ଲୀରେ ଅଛି, ମୋର ବେଷ୍ଟ ଭାଇ। ଥ୍ୟାଙ୍କ ୟୁ ସୋ ମଚ୍ ଭାଇ। ସେ ଟିକେ ରହିବା ପାଇଁ ଜାଗା ଦେଇଥିଲା। ମୁଁ କହିଥିଲି କି ମୁଁ ସମସ୍ତ ପାଇଁ ବଢ଼ିଆ ରୋଷେଇ କରିଦେବି, କାହିଁକିନା ମୋତେ ଭଲ କୁକ୍ ଆସେ। ଆଣ୍ଡ ଇଣ୍ଟରଭ୍ୟୁ ସରିଥାଏ, ଭାଇବା ସରିଥାଏ, ମୋ ଆଖିରୁ ଏବେ ବି ଲୁହ ବାହାରିଛି। ଆମେ ତ ଦେଖୁଛୁ ଚାହେଁନି, କିନ୍ତୁ ସେତେବେଳକୁ ମୋର 99% ନ ହେବାର ଚାନ୍ସ ଥିଲା, ଓନ୍ଲି 1% ମୋ ପାଖରେ ଥିଲା। ସବୁ କିଛି ଥିଲା ପରେ ମୋ ଭାଇବାରେ ମୋର ଭଲ ହେଇନଥିଲା, କାହିଁକିନା ମୋର ସ୍ପୋକନ୍ ଇଂଲିଶଟା ବହୁତ କମ୍ ଥିଲା।
बट मु कॉलेज को रिक्वेस्ट करथिली कि दयाकरी मते गोटे चांस दियंतु पढ़िया पे एमए इन सोशियोलॉजी रे मोर हेई जाइतला रेवेन्सा यूनिवर्सिटी भी पास आउट कर नेथिली जा हो थैंक यू मते चांस मिलिदिला पढ़िया आ आपण विश्वास करिबेनी मु एते कष्ट रे पढ़ीची माने प्रति सेकेंड प्रति मुहूर्त रे आचार्य विहार रु आपणकर से लॉयल स्कूल पाखरे हमर कॉलेज थिला चलिकी आसीबा पाठ पढ़िबा जिबा ट्यूशन्स नाही सेतबेलକୁ बहुत माने इंग्लिश रे सब किछि सब्जेक्ट्स हार्ड स्कोर ठीक फर्स्ट ईयर मु पढ़ी सेकेंड ईयर को एग्जाम थिला बापा को देह पूरा पूरी सीरियस एंड बापा को मु डाकी थी भुवनेश्वर रे किसी घरे हॉस्पिटल्स को नहीं साइकिल रे बसैकी हठात बाहरला बापा कैंसर एंड विदिन 6 मंथ भितरे मोर सबुठू प्रिय फेवरेट्स मोर बेस्ट वर्ल्ड छाड़ के पड़े मु एका बहुत एका सेतबेलକୁ मु पेंट शर्ट पिंधिकी पाठ पढ़ुली कॉलेज रे किछि किछि लोक मते किछि कहिया को लागलेनी कॉलेज रे सार अछंती एबे भी मु ना नेबिनी पर्सनल डेवलपमेंट होउनी तमर कहबा आरंभ कलेनी मते किंतु चैलेंज नेबार अछि प्रथम थर पे मो जीवन रे मु बापा जेहेतु कहिथिले कि मते मुखागिनी केवल सान दब कोन भाबी कहिथिले बट एग्जाम थिला मोर गोटे मंथ भी नहीं 15 दिन बापा एक्सपायर कले मु काम सारिली 12 काम सरिला आसिली एग्जाम देली बस सेठ बोधे पूर्णच्छेद पड़ी जाइथिला निनिर सेठु नुआ करे जीवन आरंभ होइतिला मैडम आपण काहे घर हठात कोन एमती हला से सिनारियो घर छाड़ देले आपण मु घर छाड़ नथली रागी तो पळी आस्तिले ना रागी केथि पे आस्तिली कि मते किसी सपोर्ट नथिला मते भरोसा नथिला कि अन्य मानकर कि ये भुवनेश्वर रे पढ़ी पारिबो बाकू सीट मिलिबो बा ये हमर सेही जगह रे पहुंचिबो बोली समनकर सेही विश्वास नथिला तो मते किंतु चैलेंज ने मारथिला काहे कि ना सेतळको मु किछि किछि जानि सलिनी मो निज विषय रे मु पढ़ी सलिनी अल्प किछि किछि ज्ञान हासिलानी किंतु मु काहा को देखिया को आपण काहा सहित माने प्रथमे शेयर करथिले आपण को बॉडी भीतर जहा चेंजेस आसुथिला माइंड रे जहा चेंजेस आई नेवर शेयर एनीथिंग मु काहा को शेयर कर तो हाउ टू क्लियर मु जहा भी आपनकर टीवी देखे बुक्स देखे पढ़ी बारे ए सब मोर एक्सपोजर नथिला जस्ट हल्का हल्का थिला आ मोर किछि संग थिले से माने भी बाहर पढुथिले आ से माने भी मते किछि किछि नॉलेज दोथिले बट मु 100% क्लियर नथली कि कोन व्हाट आई एम किंतु भाग्यवशतः मो मास्टर डिग्री पाठ पढ़िया भितरे मास्टर सोशियोलॉजी मते सडनली गोटा अपॉर्चुनिटी मिलला आपनकर प्लेसमेंट मिले गुजरात रे प्लेसमेंट हला एंड मु एक्सपोज हे गेली मु जानी दिली लाइफ टा कोन जानले मैडम सेता बड लाइफ टा कोन माने हठात सत्य सुंदर मिश्र जॉब करिसंती एवं गुजरात रे बहुत बड़े सोशल ऑर्गेनाइजेशन पाइथिली गुजरात रो प्रिंस मानविंदर सिंह गोहिल का संगे मु काम करबा आरंभ केली एंड सेटा उटे एलजीबीटीज ऑर्गेनाइजेशन थिला तार ना थिला लक्ष्य ट्रस्ट थैंक यू मानव एंड टायर फैमिलीज से मैंने उटे फर्स्ट अपॉर्चुनिटी रे जॉब दे दले एंड सेथरे मु बहुत बड़ जिंस जानली कि आम परिका पिला माने बहुत थांती एमती काम करा जाए माने सोसाइटी पे टिके मैडम से फैक्ट टिके फेर आपन को एज रे पर्टिकुलर आपन को लागिला कि मो भीतर टे चेंजेस आसी गलानी मते एबे निजको परिवर्तन करिया पे पड़िबो देखंतु एटा तो प्राय सब पिलांकर हुए जेंति मोर छोटो छुआ बळु मते किछि मु जान नथि मो बखरे कोन होछि मु बेणी करे लिपस्टिक लगाए आपन को भौनी रो ड्रेस पिनंती पाउची पिंदिया पे भल पांती एवरीथिंग से सब दिन सब हुए
एंड धीरे धीरे मैंने गोटे पिला मु 6 क्लास 7 क्लास पढ़िया आरंभ कली ये सब जिन गुड रेस्ट्रिक्शन हो जाए कहीं समाज सोसाइटी परिवार गुड़क एलाउ करते बहुत गुड़े लोक बहुत किसी जिन डाक आरंभ करती मेंटल गोटे ट्रोमा पड़े आसे कि यहाँ कहीं हो मन भर इच्छा थे भी कहीं नथिले टिके कौन लगेदेले शांति लगुव किंतु सोसाइटी सामना को जावा ଆପଣ ଡକ୍ଟର କନସର୍ନ କରିଥିବେ ଗୋଟେ ସମୟ ଆସିଥିବ डॉक्टर कनसल्ट मु कली जितेबाला मु भुवनेश्वर आसिक पाठ पढ़ी मु छोट बड़े को डॉक्टर को पाखु जीवी भुवनेश्वर କିଛି- ବେଳେ ଡକ୍ଟର देखे माने डॉक्टर भुवनेश्वर कनसल्ट थी से भी मु साटिस्फाई नथिली कहीं मोर मन अच्छी सरकारी हॉस्पिटल को जाइए मु ना नहीं पारि ना बहुत बड़ हॉस्पिटल भुवनेश्वर साइकेट्रिक्स गोटे बड़ 4 पेज गोटे मेडिसिन लिखिले 4 पेज ର मेडिसिन खाइले तमें भल हो यहाँ गोटे साइकेट्रिक डिसऑर्डर बोली से ताकर किसी भूल ना बिकॉज इट वाज द एक्सपोजर एंड एक्सेप्टेंस सो से किसी नॉलेजेस नथिला बट थैंक यू मु जेहेतु बापा आशीर्वाद मु पाठ पढ़ी बापा गला पर भी मत आशीर्वाद देले मु गोटे चांस पाइली मु जहाँ चाहूली जो मन काम करी किंतु ये गोटे बाधा थिला बाधा या सीधा सड़क गोटे सीधा पिला बाड़े कि गोटे गाड़ी कले पेंट रे मु टॉयलेट करी तो एते बड़ केउंझर माने जगह केउंझर एबे तो केउंझर बहुत बड़ से समय एते डेवलप नथिला सेठू भुवनेश्वर मु हठात गुजरात सो ये गोटे एक्सपोज एत बड़ एरिया रे काम करवा बहुत गुड़े स्मार्ट दरकार कॉलेज सार कहते पर्सनालीटी हठात मोर पर्सनालीटी डेवलप माने एते ग्रोथ होइतला पॉजिटिव एनर्जी काम करिया पे 2005-6 मसिया बोधे चाकरी करे जीवन बोध आरंभ हाँ। होला गुजरात रे बहुत- केते पैसा रे आपण प्रथम चाकरी करथले मु दरमा फर्स्ट पाइली 5500 से समय से समय मु जाऊ एबे वर्तमान पचारुनी केते केते गलेनी आ भीतर भी बता नै मु शेष से प्रश्न पचारि मैडम आपण बहुत फिलोसफी को आपण निज भीतर रखिछथि जीवन कोन दर्शन कोन जीवन हमको कोन शिक्षा दउची हमको जीवन सहित केमती बंचिबार अछि समाज को केमती टैकल करिवार अछि समाज सहित केमती ओतप्रोत भाबे जड़िबार अछि एबे ए सिनारियो रे साधना मिश्र 2025 मसिया रे एबे कोठी अछंती बेली फील रे लाइफ रो सब दिन मु अचीव करके से जगह रे पहुंच साली किंतु एबे भी इच्छा अछि आउट के स्वप्न देखिया प्रतिटी मुहूर्त रे किछि स्वतंत्र करिया स्वतंत्र परिचय सृष्टि करिया आ कोन करिया को इच्छा अछि मैडम आपन को टिके जस्ट बैक एग्जांपल दोछ गोटे एमिनेंट सोशल एक्टिविस्ट गोटे बहुत बड़ ऑर्गेनाइजेशंस रो स्थापना ओडिसा रे काम करिबा ट्रांसजेंडर आइकन फर्स्ट पासपोर्ट होल्डर यूएसए विजिट सबू जाइकी मध्य मते लागिथिला ओडिसा रे गोटे जिंस बहुत जरूरी जने ट्रांसजेंडर काम करिया दरकार एंड मु निजे अंटा भिड़ी की इंटरव्यू देया को आस्थिली एवं निजे आज डेट रे 8 इयर्स गोटे संस्था संगे जड़ित हो काम करके प्रूव करिछि कि जने ट्रांसजेंडर गोटे नॉर्मल लाइफ रे जने मनीष एवं काम करि पारे समाज रे प्रेस्टीज सहित बंची भी पारिबे कोर्स इट इज पॉसिबल नथिंग इज इम्पॉसिबल आपनकर एई पॉजिटिवनेस ना आम भली छोट पिला मन को बंचा पाए बहुत सहारा दिए जेतेबेले आमे आपनकर इंटरव्यू छोट थिलो आपनकर इंटरव्यू जेतेबेले देखुथलु आमे भाबुथलु सतरे केते स्ट्रगल न होइथिबो मैडम निज लाइफ को केमती सीरियस है कि निज लाइफ को गढ़ी छंती किंतु सेपरी मनुष्य को से माँ को मजी पाखे पाई बड़ आलोचना करने मैडम आप एमती गोटे सोशल मीडिया रे को गोटे बाइट दे देते टे कंट्रोवर्शियल बाइट मे भी खाली रेक्टिफाई करने चाहिए कि एबे भी मो पाखे प्रेम करने बयस अच्छी एबे भी मो बाहाबा स्वप्न देखुची मत कितु सुंदर जीवन साथी मिले मुझे खाली जानापी चाहूँगी सतरे मैडम एबे भी कौन आप माने से स्वप्न सहित बंची भल पाइबा प्रेम करने किए बा मना करि परिबो केमते जीवन साथी दरकार थिबा आशा जदि श्रीकृष्ण राधा प्रेम करि पाले जदि मीरा श्रीकृष्ण को प्रेम करि पाले जदि जगन्नाथ को आमे प्रेम करि पाले शिव पार्वती को प्रेम करि पाले अनेक तपस्या कर ऑफ कोर्स
ପ୍ରତିଟି ମଣିଷ ମନରେ ଗୋଟେ ବଞ୍ଚିବାର ସ୍ୱପ୍ନ ଆଉ ଅ, ତା ଭିତରେ ଗୋଟେ ଅନୁଭୂତି ଥାଏ। ମୁଁ ଗୋଟେ ମଣିଷ, ମୋ ଭିତରେ ବି ସେ ଅନୁଭୂତି ଆସିବ ନିଶ୍ଚିତ ଭାବରେ। ହଁ, ନିଜକୁ ମ୍ୟାନେଜ କରିକି କାମ କରୁଛି ତା ଅର୍ଥ ନୁହଁ ଯେ ମୁଁ ଜଣେ ଖୁସି ଚାହେଁନି। ମୁଁ ବାରମ୍ବାର କହିଛି କି ମୋତେ ମେ ବି ଆଜି ଆପଣମାନେ ବହୁତ ଛୋଟ ଥିଲେ ମୋତେ ଦେଖି ଆସୁଥିଲେ, ଆଜି ବଡ଼ ହେଇଗଲେଣି। ମୁଁ ମେ ବି ଆଜି ଗୋଟେ ବୟସରେ ପଦାର୍ପଣ କରିଛି, ନାଇଁ ବଟ୍ ଆଦୌ ବୟସ କିନ୍ତୁ ନା ନା ମୁଁ କହେ କି ହୁଁ। ଏଜ୍ ଇଜ୍ ଏ ନମ୍ବର, ଏଜ୍ ଇଜ୍ ଏ ନମ୍ବର, ଆଇ ଏମ୍ ଅଲୱେଜ ଏଭରଗ୍ରୀନ୍, ଏଜ୍ ଇଜ୍ ଏ ନମ୍ବର। କେମିତି So, ଜୀବନ ସାଥୀ ମ୍ୟାଡାମ ଦରକାର? ହଁ, ହଁ କ୍ୱେଶ୍ଚନଟା ଆସିଛି ପୁରା ତାଗଡ଼ା ହେଇକି। ଯଦି କ୍ୟାମେରାରେ ମୋତେ କିଏ ଦେଖୁଛନ୍ତି ବା ଆପଣମାନେ ଶୁଣୁଛନ୍ତି, ଜୀବନ ସାଥୀ ଆପଣଙ୍କୁ ବହୁତ ଜଣ କେମିତି? ଦେଖିଛନ୍ତି, ବହୁତ ଜଣ ଶୁଣିବେ। ନିଶ୍ଚିତ ଜୀବନ ସାଥୀରେ ସେମିତି ହେବା ଦରକାର ଯିଏ ମୋ ହାତ ଧରିକି ସମାଜ ସାମ୍ନାରେ କହିପାରୁଥିବ, ସେ ମୋ ସ୍ତ୍ରୀ ୟେସ୍, ବୋଲି। ଇଏ ହେଉଛି ମୋର ଧର୍ମପତ୍ନୀ। କ୍ୟାମେରା ପଛପଟେ କହିବା ପାଇଁ, କବାଟ ବନ୍ଦ କରିକି କହିବା ପାଇଁ, ବା ଏକାନ୍ତରେ କହିବା ପାଇଁ, ବା ମନ୍ଦିରରେ ସିନ୍ଦୁର ଲଗେଇ ଦେବା ପାଇଁ ଅନେକ ପ୍ରକାର ବା ଲୋକ ସାଧନା କେବଳ ଜୀବନ ସାଥୀ ଠାରୁ ସ୍ୱୀକୃତି ଚାହାନ୍ତି, ଅଫକୋର୍ସ ସ୍ୱୀକୃତି ଆଉ ସିନ୍ଦୁର ଗ୍ରହଣ, ପ୍ରତି ସମ୍ମାନ ଚାହାନ୍ତି। ଅଫକୋର୍ସ ସ୍ୱୀକୃତି ଆଉ ଗ୍ରହଣ ଯୋଉଠି ଅଛି ସେଠି ଭଲ ପାଇବା ଅଛି। ଗୋଟେ ମଣିଷ ସେତିକି ଷ୍ଟ୍ରଙ୍ଗ ନହେଲେ ସେ କେବେ ହେଲେ ସମାଜ ଆଗରେ ଆପଣଙ୍କୁ ଗ୍ରହଣ କରିପାରିବେ। ସତ୍ୟ ସୁନ୍ଦରଙ୍କ ଜୀବନରେ ବା ପଢିଲା ବୟସରେ ତ ପ୍ରେମ ହେଇଯାଇଥିବ। ହଁ, କ୍ରସ୍ କାହାର ନଥାଏ। ଅଫକୋର୍ସ କଲେଜ ଲାଇଫରେ ଯେମିତି କ୍ରସ୍ ଥାଏ, ତ ମୋର ବି ଭଲ ପାଇବା ହେଇଛି, ମୁଁ ତ ମନା କରୁନି। କିନ୍ତୁ ୱାନ୍ସ ଏ ଡେଟ୍ ମୁଁ କାହାକୁ କହିପାରିବିନି। ମୁଁ ଜଣେ ମୋ ସାଙ୍ଗମାନଙ୍କର ଯେମିତି ଝିଅମାନଙ୍କ ପ୍ରତି ଫିଲିଙ୍ଗ ଆସୁଛି, ମୋର ପୁଅମାନଙ୍କ ପ୍ରତି ଫିଲିଙ୍ଗ ଆସୁଛି। ତ ମୁଁ କେମିତି କହିବି ଯେ ସାଙ୍ଗ ମୁଁ ତତେ ଭଲ ପାଉଛି, ଭଲ ପାଉଛି ଭାଇ, ମୁଁ ତତେ ଭଲ ପାଉଛି, କହି ତ ପାରିବିନି। କ୍ରସ୍ ଥାଏ, ଏମିତି କେବେ ବି କାହା ଆଗରେ ଏକ୍ସପ୍ରେସ କରିନାହାନ୍ତି? ନୋ, ଭାରି ଡିଫିକଲ୍ଟ। କଲେ କାଳେ ଅପୋଜିଟ୍ ଆସିବ, କୌଣସି ଜିନିଷ ଆସିବ, ବା କୌଣସି ସମସ୍ୟା ଉତ୍ପନ୍ନ ହେବ। ନିଜକୁ ପଜିଟିଭ ରଖିବାର ଅଛି, ଆଗକୁ ବଢ଼ିବାର ଅଛି। ମ୍ୟାଡ଼ାମ ଅନେକ ଇଣ୍ଟରଭ୍ୟୁରେ ଆପଣଙ୍କର ଟିକେ ପାଥାଟିକ୍ ଲାଇଫର କଥା ଆପଣ ସବୁ କହିଛନ୍ତି। ଆପଣଙ୍କ ସହିତ ଅନେକ କିଛି ଯେଉଁ କଥାକୁ କହି ହେବ ନାହିଁ, ଯେଉଁ କଥାକୁ ଦେଖି ହେବ ନାହିଁ, ଆପଣଙ୍କ ସହିତ ସେମିତି କିଛି କଥା ଆପଣ ସେୟାର କରିଛନ୍ତି। ମୁଁ କେବଳ ସେଠି କେମିତି ହେଲା କ'ଣ ହେଲା ସେ ମୋର ଆଦୌ ସେ ଦିଗକୁ ଯିବାର ନାହିଁ। ମୁଁ ଖାଲି ଜାଣିବା ପାଇଁ ଚାହୁଁଛି କି ମ୍ୟାଡ଼ାମ ଏବେ ଆପଣ ସକ୍ସେସ୍ ହେଇଗଲେ ବୋଲି, ଏବେ ଆପଣ ଏକ ନିର୍ଦ୍ଦିଷ୍ଟ ସୋପାନରେ ପହଞ୍ଚି ସାରିଛନ୍ତି ବୋଲି, ବୟସ ବଢ଼ିବା ସହିତ ଅନେକ ଅଭିଜ୍ଞତା ଅନୁଭୂତିକୁ ହାତେଇ ସାରିଛନ୍ତି ବୋଲି ସେ ସବୁକୁ ଏତେ ସହଜରେ କହିପାରୁଛନ୍ତି। କିନ୍ତୁ ଏଇ କଥାକୁ ଦେଖି ଗୋଟେ ଅନ୍ୟମାନଙ୍କ ଜୀବନରେ ଯେଉଁ ଝଡ଼ ଆସୁଛି ସେ କିନ୍ତୁ କହିପାରୁନାହାନ୍ତି। ଏଇ ଜାଗାରେ ସାଧନା ମିଶ୍ର କ'ଣ କହିବେ? ନିଜକୁ ନିଜେ ଲଢ଼େଇ କରନ୍ତୁ, ସମ୍ଭବ? ପ୍ରତିଷ୍ଠିତ କରନ୍ତୁ। ସମ୍ଭବ? ନିଶ୍ଚିତ। ଆପଣ ଆରମ୍ଭରୁ ସେ ମହାଭାରତର କଥା ବି ଉଦାହରଣ ଦେଇଥିଲେ। ଦ୍ରୌପଦୀଙ୍କ ପାଖରେ ଅନେକ ଶକ୍ତି ଥିଲା। ମୁଁ ଜମା କାହାଣୀକି ଯାଉନି ଭାଇ, ଯୋଉ କଥା କହୁଛନ୍ତି ମୁଁ ସେ କାହାଣୀକି ଯାଉନି। ସେ ସବୁ ଆମେ ଦେଖିଛନ୍ତି ଗ୍ରନ୍ଥ ମହାଗ୍ରନ୍ଥରେ। ଆଜିର ଡେଟ୍ରେ ମୋତେ ଲାଗୁଛି ଆପଣ ନିଜେ ଲଢ଼େଇ କଲେ ନିଜେ ଜୟ କରିବେ। କୌଣସି ଏମିତି ଲାଇଫରେ ଅସମ୍ଭବ ଜିନିଷ ନାହିଁ ଯୋଉଟା ଆପଣ କରିପାରିବେ ନାହିଁ। ଏଭ୍ରିଥିଙ୍ଗ ଇଜ୍ ପସିବଲ୍। ନିଜେ ଷ୍ଟ୍ରଙ୍ଗ ହେବାର ଅଛି। ଯେତେବେଳେ ମୁଁ ଆଜି ବହୁତ ପଢ଼ି ସାରିଛି, ଜାଣିଛି, ଯେତେବେଳେ ଯାହା ଘଟଣା ଘଟୁଛି ତା ଅଲରେଡ଼ି ଗଡ୍ ରିଟେନ୍, ଏଇଟା ଡେଷ୍ଟିନି, ଏଇଟା ହବ। ଆମକୁ ଷ୍ଟ୍ରଙ୍ଗ ହେଇକି ସେଟାକୁ ଫାଇଟ୍ କରିବାର ଅଛି। ମୁଁ ଆପଣଙ୍କୁ ବହୁତ ଏକ୍ଜାମ୍ପଲ୍ ମୋ ଲାଇଫରେ ଦେଇଛି, ଏବେ ବି ଦେଉଛି। ମୋର ଡେଷ୍ଟିନି ଥିଲା କି ମୁଁ ଗୋଟେ ପ୍ରତିଷ୍ଠିତ ଅର୍ଗାନାଇଜେସନ୍ସର କାମ କରିବି, ଆଣ୍ଡ ମୁଁ କରିଛି। କୌଣସି ଜାଗାରେ ମୁଁ ହାରିଯାଇନି। ଗାଈ କ୍ଷୀର ଦୁହିଁବା, ଗାଈ କ୍ଷୀର ବିକିବା, ପିଲା ଟ୍ୟୁସନ୍ କରିବା, କାହାର ମେସ୍ରେ ରୋଷେଇ କରିକି ରୋଜଗାର କରିବା, ନିଜେ ସଂସ୍ଥା ସ୍ଥାପନ କରିବା, HIV ପଜିଟିଭ୍ ଲୋକଙ୍କ ପାଖରେ କାମ କରିବା, ସେକ୍ସ ୱାର୍କରଙ୍କ ସାଙ୍ଗରେ ଯାଇକି ରହିକି କାମ କରିବା, ଛୁଆ ରାଇଟ୍ସ ପାଇଁ ଯାଇକି ସ୍ୱର ଉତ୍ତୋଳନ କରିବା, ଗରିବ ଲୋକଙ୍କ ପାଖରେ ସାହା ହେବା, ଏବଂ ଦଳିତ ଲୋକଙ୍କ ସାଙ୍ଗରେ କାମ କରିବା, ବା ସେ ତ ଆପଣଙ୍କର ପାଠ ପଢ଼ାର କଥା। ଆପଣ ନୋ, ଏଭ୍ରି ପର୍ସପେକ୍ଟରେ ମୁଁ କାମ କରିକି ଆସିଛି। ମୁଁ ଯେତେବେଳେ HIV ସାଙ୍ଗରେ କାମ କରୁଛି, ଲୋକ ମୋତେ କହିଛନ୍ତି ସାଧନା ମିଶ୍ର HIV ପଜିଟିଭ୍, ବଟ୍ ଷ୍ଟିଲ୍ ମୁଁ ଡେ ଟୁ ଡେ ଲାଇଫ୍ରେ ତାଙ୍କ ସାଙ୍ଗରେ 4 ଇୟର୍ସ ଏଇଠି ଭୁବନେଶ୍ୱରରେ କାମ। 4 ଇୟର୍ସ? ୟେସ୍। KNP ପ୍ଲସ୍, କାଳିଙ୍ଗ ନେଟୱାର୍କ ଫର୍ ପଜିଟିଭ୍ ନେଟୱାର୍କ ଭୁବନେଶ୍ୱର ଅଛି, ଯେଉଁଟାକି ବହୁତ ବଡ଼ ନେଟୱାର୍କ HIV ପଜିଟିଭ୍ କାମ କରୁଛି। ଆଣ୍ଡ ମୁଁ ଜମା ନିଜକୁ ଷ୍ଟିଗ୍ମାଟାଇଜ୍ କରୁନି।
ट्रांसजेंडर वेलफेयर काम सागरे जड़ित हेई मध्य ମୁଁ ଏସବୁ ଜିନିଷ କାମ କରିଛି एंड थैंक यू सो मच ओडिशार प्रत्येकटी भल पाइबाकू नेकी एवं खास कर संविधान चतुर्थ स्तंभ मीडिया को कहीं प्रत्येक जगह यहीटा बोधे मो प्लस पॉइंट है लोकंकर चिंताधारा को परिवर्तन कर समय सुअरे जितेबाला किसी लोक देखती आमपरी व्यक्ति विशेष सिग्नाल ठिया होती किसी व्यक्ति विशेष ट्रेन सिग्नाल रे ताली मारुचंती किसी व्यक्ति विशेष निजर आवश्यकता को लेकिन जिते सिग्नाल रेड लाइट सिग्नाल ठिया होती से चुटकी समय रे मु से समाज रे ठिया होकी निजको निजे स्वतंत्र परिचय पाई चेष्टा करटा भी जानी जितेबले राम सेतु बंधा है हनुमान बहुत बड़ बड़ लोक बड़ बड़ पत्थर मारुले गोटे गुंडुची मूषा था टिके टिके बाली नहीं पकाउला एंड प्रभु रामचंद्र आशीर्वाद देते राम लक्ष्मण सीता पीठी तो मु निजको भावेनी मु जमा ए कामटा करि गुंडुची मूषा कौन है हेले भी ओडिशा रे आज 4.5 कोटी लोकंक पाखरे पहुँचवा तांको मनोवृत्ति को परिवर्तन करवा भारत वर्ष रे काम करवा भारत बाहर अमेरिका यूएस देखिए पहुँचवा बैंकॉक पहुँचवा नेपाल पहुँचवा भूटान पहुँचवा काम करवा मोर लाइफ स्टोरी को लेकिन बुक पब्लिकेशन होती यूएनडीपी रे नेशनल बुक कॉन्फ्रेंस यूएन कॉन्फ्रेंस रे बही कॉन्फ्रेंस होती दिस वाज द चेंज किए कहला करी एंड सब जिन कर सारा मु स्टिल स्माइल ओके गोटे सर्वे करा जायतिला 2011 मसीह एप्रिल मासरे सर्वे करा कि किन्नर मानकर संख्या 20,000 समथिंग 20,338 पाखापाखि था एबे या भितर 10 रु 15 वर्ष हो गला आपण मानकर संख्या प्राय लक्ष्य छुई जीवन देखो एई प्रश्न एति पई कि माने भूल कले कहना एटा बहुत 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 क्रिटिकल प्रश्नटा आपण मानकर संख्या बढ़ियो माने कोन संख्या थिला चिन्हट होनुतला लोक बाहर ओके ओके मो बाहरली आउ साधना बाहरले आउ XYZ बाहरले से जो परिचय कले नै मु ए एवं भारत रो सुप्रीम कोर्ट रो डिसीजन परे मानवीय सुप्रीम कोर्ट का डिसीजन ट्रांसजेंडर एबे ट्रांसजेंडर प्रोटेक्शन बिल एक्ट नेशनल एंड ट्रांस काउंसिलिंग रे मो बोर्ड ऑफ मेंबर्स अछि एबे सरकार को मतरे वी आर ह्यूमन बीइंग एंड वी हैव एनफ राइट आम पाखे सब राइट अछि पहुंचे पे सो जो लोक लुचि की थिबो से पहुंचे चेष्टा करिवो तो मोर एठी आपन को प्रश्न रे टिके ऐड करिया मो ओडिसा सरकार को पाखे प्रार्थना करिवि सुभद्रा योजना पाई भी अछि मो से प्रश्न को साहित्य रखी छी आज्ञा कि आज्ञा आपन को कोटि कोटि प्रणाम आपन मध्य केउझर रु निश्चित भाव रे सरकार पाखरे बहुत पॉजिटिव सकारात्मक चिंता नै कि आपन काम करि चलछथि चिलिका रे पक्षी गणना होछि नंदनकानन रे बाघर छुआ गणना होछि दया करके आपन आम मान कर भी गणना करबा आरंभ कर करी सुभद्रा योजना में शामिल करत बट खाली सुभद्रा योजना आपण ଗୋଟେ ଲବି ତ କରିଥିଲେ କି ଆମକୁ ବି ସୁବିଧା ସୁଭଦ୍ରା ଯୋଜନା ଗୋଟେ फर्स्ट राइट करथली क्वेश्चंस को सोशल गोटे मोबाइल रे बाइट देइथिले सुभद्रा योजना पे एवं एमती किछि दिनस नाही जो जगह रे मु आस्की मु मोर वॉइस को रेज करे मैडम आपणकर गोटे स्वतंत्र यूनिट भी मध्य अछि आपणकर वॉइस रेज काहे कि सरकार को पाखरे सेति की परिमाण रे पहुंची पारुनी एति पाई कि केते पहुंची छी हो तो सते केते इफेक्टिव हेजी से अदर एंगल किंतु जदि पहुंची पारंता तबे सरकार को सेक्टर रे आपण मान को पई एक स्वतंत्र व्यवस्था मध्य किछि करा जानता नाही एबे किछि दिन तळे सरकारकर एडवर्टाइजमेंट आसीची कि तृतीय लिंग पई सेपरेट वेलफेयर बोर्ड एस्टैब्लिश करिया पई बहुत उटे डेवलपमेंट काम को हाथ को निया जाइसी मेन कथा होची केते जल्दी परिवर्तन आसीबो सेटा गोटे प्रश्नवाचक छी प्रत्येक जॉब पई आपण काहे आपण को अलाउ करे गमानी प्रत्येक जॉब पई एनी सेक्टर आजिरो डेट रे आपण सबु सेक्टर रे चाकरी करिया पई सबु वर्गर लोक को चांस अछि आउ से अपॉर्चुनिटी रा आउ टिके अधिक उन्नति करिया पई टिके अवेयरनेस दरकार आ सरकार से पदक्षेप जे तंगा हाथ को नेबे बा नौचंती मध्ये हेबे आउ टिके बहुत भलो हबो आहुरी पिला माने आपण कोन केबे लॉबी करनांती कि हमर जेमति एबे कहिला मानकर गणना करा जाऊ प्रत्येक जॉब सेक्टर पई
आपण ପାଇଁ ଏକ ସ୍ପେସିଫିକେସନ ବା କୁଟା ସାହାଯ୍ୟରେ ବାହାର କରାଯାଉ ଆଉ ରେଳ ଷ୍ଟେସନରେ ତାଳି ମାରିବା ପାଇଁ କିନୋଟି ନ ଦେଖାଯାଉ। ଦେଖନ୍ତୁ ରେଳ ଷ୍ଟେସନରେ ତାଳି ମାରିବା ସ୍ୱାଭାବିକ, କିଏ ମାରିପାରିବେ, ସିଗ୍ନାଲରେ ଠିଆ ହେଇପାରିବେ। ଯେତେବେଳେ ଆପଣ ପୁରୁଷ ସ୍ତ୍ରୀ ଗଣନା କରୁଛନ୍ତି, କିଛି ପୁରୁଷ ଚୋରି କରୁଛନ୍ତି, କିଏ ପୂଜା କରୁଛି, କିଏ ଚାକିରି କରୁଛି, ଦ୍ୟାଟ୍ ଇଜ୍ ଡିଫରେଣ୍ଟ। ବଟ୍ ସମସ୍ତଙ୍କ ପାଇଁ ଅପରଚ୍ୟୁନିଟି ସମାନ ହେବା ଦରକାର। କିଏ କେଉଁ ଲାଇଫ୍ଟା ଚୁଜ୍ କରିବ? ମୁଁ ଲାଇଫ୍ ଚୁଜ୍ କଲି ଗୋଟେ ସାଧାରଣ ଲାଇଫ୍, ମେନ୍ ଷ୍ଟ୍ରିମିଂ ସମାଜର ମୁଖ୍ୟ ସୂତ୍ର ସାମିଲ ହେବି, ବାଧ୍ୟ ନୁହଁ କି ମୋ ପରିକା ଆଉ 50 ଲୋକ ବି ସାମିଲ ହେବେ। ଅପରଚ୍ୟୁନିଟି ରହିବା ଦରକାର। କାହିଁକିନା ଆଜିକା ଡେଟ୍ରେ କିଏ ପରିବା ବିକିବା ପାଇଁ ପସନ୍ଦ କରୁଛନ୍ତି, କିଏ ଚୋରି କରିବାକୁ ପସନ୍ଦ କରୁଛନ୍ତି, କିଏ ଗୁଣ୍ଡାଗର୍ଦି କରୁଛନ୍ତି। ସେମିତି ଆମ କମ୍ୟୁନିଟିରେ ବି କିଏ ପ୍ରଫେସନକୁ ଚୁଜ୍ କରିପାରନ୍ତି। ମୁଁ କହୁନି କି କାହାର ପ୍ରଫେସନ କିଛି ଖରାପ, ବଟ୍ ସମାଜର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାଟା ନିହାତି ଦରକାର। ଯଦି ସେଇ ପୋଜିସନ୍ସରେ ଆମମାନଙ୍କର ପରିସ୍ଥିତି ବା ଆମମାନଙ୍କର ପାର୍ଟିସିପେସନ୍ସ ରହିପାରନ୍ତା, ତେବେ ବହୁତ ଭଲ ହେଇପାରନ୍ତା। ବହୁତ ଜାଗାରେ ଏଇ ଜିନିଷଟା ତ୍ରୁଟି ରହୁଛି। ଯେମିତି ଟିକେ ପୂର୍ବରୁ ଆପଣ ମୋତେ ପଚାରି ନାହାନ୍ତି, ମୁଁ ଏବେ କରେଣ୍ଟଲି କାମ କରୁଛି କିମ୍ସ ହସ୍ପିଟାଲ୍ସରେ, କିମ୍ସ ଘରୋଇ ହସ୍ପିଟାଲ୍ସରେ ସୋସିଆଲ ଡେଭଲପମେଣ୍ଟ ଅଫିସର ହିସାବରେ। ମୁଁ ପେଡିଆଟ୍ରିକ୍, ଗାଇନିଂ, ସ୍କିନ୍, ପେଡିଆଟ୍ରିକ୍ ସର୍ଜରୀ ଏବଂ ଆଇ ଓପିଡ଼ିରେ ଯେତେ ବି ପେସେଣ୍ଟ, ରେଗୁଲାର 3000 ପେସେଣ୍ଟଙ୍କ ସାଙ୍ଗରେ ମୋର ଇଣ୍ଟରାକ୍ସନ୍ କାମ କରିପାରୁଛି। ଓକେ ମ୍ୟାଡ଼ାମ, ମୁଁ ଯଦି ଆପଣଙ୍କ ସହିତ ମୋ ପର୍ସନାଲ ଏକ୍ସପିରିଏନ୍ସଟା ନ ବାଣ୍ଟିବି, ହୁଏତ ମୋ ପୋଡକାଷ୍ଟଟା ଟିକେ ଅଧା ହେଇଯିବ। ମୋ ପର୍ସନାଲ ଏକ୍ସପିରିଏନ୍ସ ମୁଁ ନିଶ୍ଚିନ୍ତ ବାଣ୍ଟିବି, ଦର୍ଶକମାନେ ମଧ୍ୟ କହିବା ପାଇଁ ଚାହିଁବି। ମୋର ଝିଅ ହେବାର ଥିଲା। ମୁଁ ଜ୍ୟୋତ୍ସ୍ନା ମ୍ୟାଡ଼ାମଙ୍କ ପାଖରେ ଆମେ ଦେଖାଉଥାଉ, ଆମେ ଆଡ଼ମିଟ୍ ହେଇ ରହିଥିଲୁ, କେବିନ୍ ନେଇକି ରହିଥିଲୁ, ଆମର ଝିଅଟେ ହେଲା। ମୁଁ ଦେଖିଲି, ଆପଣଙ୍କୁ ମୁଁ ବହୁତ ଦୂରରୁ ଦେଖୁଥାଏ, କିନ୍ତୁ କେବେ ସାହସ କରି ମୁଁ କଥା ହେଇନି। କିନ୍ତୁ ଗୋଟେ ସମୟ ଆସିଲା, ଆପଣ ନିଜେ ମୋ ମୁଣ୍ଡରେ ହାତ ଦେଇକି ପଚାରିଲା କ'ଣ ହେଇଛି, ମୁଁ ସେତେବେଳେ ଆପଣଙ୍କୁ କହିଥିଲି ମୋର ଝିଅଟେ ହେଇଛି। ମୁଁ କହିଲି ମ୍ୟାଡ଼ାମ ମୁଁ ଆପଣଙ୍କୁ ମିଠା ଦେବି, ଆପଣ ମିଠା ଖାଇନଥିଲେ, କିନ୍ତୁ ମୁଁ କେଉଁ କେବିନ୍ରେ ରହିଛି ବି ଆପଣଙ୍କୁ କହିନି। କିନ୍ତୁ ଖୋଜି 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 ଆପଣ ମୋ କେବିନ୍ରେ ପହଞ୍ଚିଥିଲେ, ମୋ ଝିଅକୁ ଗେହ୍ଲା କରିଥିଲେ। ଏଇ ଆକ୍ଟିଭିଟିଜ୍ ମୋତେ ଏତେ ଇନ୍ସପାୟାର କରିଥିଲା। ଦୂରରୁ ଦେଖିକି ମୋତେ ଲାଗିଥିଲା କି ସତରେ ସାଧନା ମାଙ୍କ ବିଷୟରେ ଯାହା ଚର୍ଚ୍ଚା କରାଯାଏ, ସେ ଜଣେ ସେମିତି ମଣିଷ। ଯେବେ ବି ଆମେ ହସ୍ପିଟାଲ ଯାଉ, ଯେବେ ବି ଇମର୍ଜେନ୍ସି ୱାର୍ଡ ଭିତରେ ପଶିଯାଉ, ଆପଣ କାହା ସହିତ ନା କାହା ସହିତ କଥା ହେଉଥାନ୍ତି, ଆପଣ କାହାକୁ ନା କାହାକୁ ଗୋଟେ ପଜିଟିଭ ଭାଇବ୍ ଦିଅନ୍ତି। ମୁଁ ଯେବେ ଆପଣଙ୍କୁ ଇନଭାଇଟ୍ କରିବା ପାଇଁ ଯାଇଥିଲି, ଆମେ ଯେମିତି ପ୍ଲାନ୍ କରୁଥିଲେ, ସେଠି ଗୋଟେ ମାଉସୀ ଜଣେ ଠିଆ ହେଇଥାଏ। ଆପଣ ପଚାରୁଥାନ୍ତି, ଏମିତି ସେ ଗୋଟେ ଗୋଟେ ୱାର୍ଡ଼ ମୋର ମନେ ଅଛି, ମାଉସୀ ଆଜି ଖାଇଛୁ ନା ନାହିଁ, ଆଜି କ'ଣ ଖାଇଛୁ, ମାଉସୀ ଆଜି ଅଧିକା ପାଣି ପିଇ ଦେଇଛୁ କି, ତ ଆଖିରେ ମୋତେ ଲୁହ ଆସୁଛି, ଟିକେ ବାହାରକୁ ବୁଲି ଆସିବା। ଦ୍ୟାଟ୍ସ ଇମ୍ପ୍ଲାଏ ହ୍ୱାଇ ସାଧନା ଇଜ୍ ଫେମସଲି କଲ୍ଡ ଆଜ୍ ମା। ତେଣୁ ସେ ଭଲ ପାଇବା ପାଇଁ ଆପଣଙ୍କୁ ସାଧୁବାଦ ନ ଦେଇ ମୁଁ କେବେ ରହିପାରିବିନି। ଆପଣ ଗୋଟେ ହସ୍ପିଟାଲ କେସ୍ରେ ଆମେ ଜାଣିଛୁ, କେଉଁଠି ଦେଖେଇବାକୁ ହୁଏ ଆମକୁ ବଡ଼ କଷ୍ଟ ଲାଗେ, କେଉଁ ଡକ୍ଟରକୁ ଦେଖେଇବାର ଅଛି, କେଉଁଠି ପେମେଣ୍ଟ କରିବାର ଅଛି, କିନ୍ତୁ ଆମମାନଙ୍କ ନଜର ଥାଏ। ଆମେ ବହୁତ ସମୟ ଦେଖିଛୁ ଆପଣ ଏମିତି ରାଉଣ୍ଡ ମାରି ବୁଲୁଥିବେ, କିଏ ନା କିଏ ଠିଆ ହେବାର ଦେଖିଲେ ଆପଣ ପଚାରେ, ଆରେ କ'ଣ ହେଇଛି, ଏଇ ସେଠି ଯାଉ କରିଦେବା। ବାସ୍ତବିକ ଆପଣଙ୍କର ଭଲ ମଣିଷ ପଣିଆର ତାହା ସୁନ୍ଦର ନିଦର୍ଶନ। ମୁଁ ବି ଟିକେ ଇମୋସନାଲ ହେଇଯାଉଛି ମ୍ୟାଡ଼ାମ। ଗୋଟେ ସମୟ ଆସିଥିଲା ଆପଣଙ୍କୁ ୟୁଏସ୍ ଯିବା ପାଇଁ ପଡ଼ିଥିଲା, ଓଡ଼ିଶାକୁ ରିପ୍ରେଜେଣ୍ଟ କରିବା ପାଇଁ ଆପଣଙ୍କୁ ଗୋଟେ ସୁନ୍ଦର ସୁଯୋଗ ମିଳିଥିଲା। ତାହା ସାଧାରଣ ଲୋକମାନଙ୍କ ଭାଗ୍ୟରେ ଆସେନି, ଆମମାନଙ୍କ ଭାଗ୍ୟରେ ତ କେବେ ଆସିବନି। ତେଣୁ ସେ ଅଭିଜ୍ଞତା ବାସ୍ତବ କେମିତି ଥିଲା, ସମୟଟି କେମିତି ଥିଲା? ବହୁତ ଗ୍ରେଟ୍ ମୁମେଣ୍ଟ ଥିଲା। 2017 ମସିହା, 16-17 ମସିହା ହଠାତ୍ ଚିଠି ଆସେ ଗଭର୍ଣ୍ଣମେଣ୍ଟର, ମୋତେ ଲାଗେ କାହିଁକି ଏମିତି ଗୋଟେ ମେଲ୍ ଆସିଥିବ, ଫେକ୍ ମେଲ୍ ଆସିଥିବ ବୋଧେ। ପୁଣି ରିପିଟେଡ଼ ଆସେ, ଆପଣଙ୍କର ଆପ୍ଲିକେସନ୍ସ ଆସିଛି, ପ୍ଲିଜ୍ ରିସିଭ୍ କରନ୍ତୁ, ଭିସା ପାଇଁ ଏବେ ରେଡ଼ି କରନ୍ତୁ, ବଗେରା ବଗେରା। ସୋ ମୋତେ ବହୁତ ସକ୍ ମିଳିଥିଲା ସେତେବେଳେ, କାହିଁକି ନା ଏମିତି କ'ଣ ହଠାତ୍ ମୋତେ କାହିଁକି। ତାପରେ ଇଣ୍ଟରଭ୍ୟୁ ପରେ ୟୁଏସ୍ ଗଭର୍ଣ୍ଣମେଣ୍ଟର ହାଇଦ୍ରାବାଦ କନସଲଟେନ୍ସି ୟୁଏସ୍ର ଡାକିକି ସେମାନେ ନିଅନ୍ତି, ଭିସା ଇଣ୍ଟରଭ୍ୟୁ ନିଅନ୍ତି ବଗେରା। ଆଣ୍ଡ ଦ୍ୟାଟ୍ସ ଟାଇମ୍ ଆଇ ଫିଲ୍ ଦ୍ୟାଟ୍ ଆଇ ଏମ୍ ସ୍ପେଶାଲ୍ସ ବିକଜ ଦେ ଆର୍ ଅଲରେଡ଼ି ସିଲେକ୍ଟ ଫ୍ୟୁ ପିପଲ୍ସ ଫ୍ରମ୍ ଇଣ୍ଡିଆ ଆଣ୍ଡ ସେମାନେ ସେଠି ରିପ୍ରେଜେଣ୍ଟ କରିବାକୁ ଚାହୁଁଥିଲେ। ଆପଣ ଠିକ୍ କହିଛନ୍ତି, ମୋର ଭଗବାନ ବାପା ମାଆଙ୍କର ଆଶୀର୍ବାଦ। ମୁଁ ସ୍ୱପ୍ନରେ କେବେ ଭାବିନି କି ମୁଁ ୟୁଏସ୍ ଯିବି, ହ୍ୱାଇଟ୍ ହାଉସ୍ରେ ରିପ୍ରେଜେଣ୍ଟେସନ୍ ରହିବ ବା ରହି ପହଞ୍ଚିବି। ସେତେବେଳେ ବାରାକ ଓବାମାଙ୍କ ଟାଇମ୍ ଥାଏ, ବହୁତ ପ୍ରେଷ୍ଟିଜିୟସ୍ ସେ ଜର୍ଣ୍ଣିଟା ଥିଲା ମୋ ପାଇଁ।
ବହୁତ ୟୁନିଭର୍ସିଟି ବହୁତ ଗୁଡ଼େ ଏକ୍ସପୋଜର ବହୁତ ଗୁଡ଼େ ପ୍ରେସ୍ କନଫରେନ୍ସ ୟୁଏସ୍ରେ ବି ପ୍ରେସ୍ କନଫରେନ୍ସ ସୋ ଏଗୁଡ଼ିକ ଆପଣ ଅନଲାଇନ୍ରେ ଦେଖିପାରିବେ ମୋର ୟୁଏସ୍ ପ୍ରେସ୍ ମାଇକ୍ରୋଫୋନ ଟେ କନଫରେନ୍ସ ଧରି ହସ ଅଛି ହସ ମୁହଁରେ ଆପଣ ନିଜକୁ ଇଣ୍ଟ୍ରୋଡ୍ୟୁସ କରୁଛନ୍ତି ୟେସ୍ ଆଇ ଏମ୍ ରିପ୍ରେଜେଣ୍ଟିଂ ଓଡ଼ିଶା। ୟା ସୋ ସେଠି ଗଲା ପରେ ଅନୁଭବ ମୋତେ ବି ବହୁତ ବେଶୀ ହେଇଥିଲା କି ୟେସ୍ ସତ୍ୟ ୟୁ ଆର୍ ସାଧନା ଏଇ ବର୍ଷ ମ୍ୟାଡ଼ାମ୍ ଯେତେବେଳେ ଆପଣ ଗୁଜୁରାଟରେ ସୋସିଆଲ ୱାର୍କରେ ବହୁତ ଜଡ଼ିତ ଥିଲେ କିମ୍ ସହିତ ବା କିସ୍ ସହିତ ଆପଣଙ୍କର କେମିତି ଯୋଗାଯୋଗ ହେଲା? ଏ ପ୍ରଶ୍ନ ଏଇଥିପାଇଁ କି କିସ୍ ୟୁନିଭର୍ସିଟି କିଟ୍ ୟୁନିଭର୍ସିଟିରେ ଚାକିରି କରିବା ବର୍ତ୍ତମାନ ସମୟରେ ଅନେକଙ୍କର ସ୍ୱପ୍ନ। ସେଇ ଜାଗାରେ ଗୋଟେ ବଡ଼ ପଦବୀରେ ସାଧନା ମାଙ୍କୁ ରଖାଯାଇଛି। ମୁଁ ଟିକେ ସେ ସମ୍ପର୍କରେ ଜାଣିବା ପାଇଁ ଚାହେଁ। ନମସ୍କାର ପ୍ରଥମେ କହିବି ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ଶର୍ମା ତାଙ୍କ ନାଁଟା ତ ପ୍ରଫେସର ଡକ୍ଟର ସମ୍ମାନସ୍ପଦ ଅଚ୍ୟୁତ ଶର୍ମା ଫାଉଣ୍ଡର ଅଫ୍ କିଟ୍ ଆଣ୍ଡ କିସ୍। ମୁଁ ଓଡ଼ିଶାରେ କାମ କରିବା ସମୟରେ ଗୋଟେ ଅର୍ଗାନାଇଜେସନ୍ସର ଆରମ୍ଭ ହୋଇଥିଲା ସଖା ଅର୍ଗାନାଇଜେସନ୍ ଯେଉଁଟାକି କାର୍ଯ୍ୟକାରୀ ହେଉଥିଲା। ବହୁତ ବହୁତ ଧନ୍ୟବାଦ ମୀରା ପରିଡ଼ାଙ୍କୁ ପୁରା କମ୍ୟୁନିଟିକୁ ମାଧୁରୀକୁ ଅନ୍ୟମାନଙ୍କୁ ମଧ୍ୟ ଯେଉଁମାନେ ଏଇଥିରେ ଥିଲେ ଗରୁଡ଼ଧ୍ୱଜ ମହାପାତ୍ର ଏବଂ ଅନେକ ପ୍ରକାର ଟ୍ରାନ୍ସଜେଣ୍ଡର ଏଠି ଜଡ଼ିତ ଥିଲେ। କାମ କରିବା ସମୟରେ ମୋର ଗୋଟେ ହଠାତ୍ ପରିବର୍ତ୍ତନ ଆସିଲା। ୟୁଏସ୍ ବି ମୁଁ ଯାଇସାରିଥାଏ ଆସିଥାଏ ଓଡ଼ିଶାକୁ 2000 ଆପଣଙ୍କର 17, 18, 19 ହଠାତ୍ ଆସିଲା କାହିଁକିନା ଗୋଟେ କାର୍ଯ୍ୟକ୍ରମ ଚାଲୁଥିଲା ବଡ଼ ବିରାଟ କାର୍ଯ୍ୟକ୍ରମ ଯେଉଁଠି ସାମନ୍ତ ସାର୍ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେଇ କାମ କରିବା ଭିତରେ ମୁଁ ଦେଖିଲି ଅର୍ଗାନାଇଜେସନ୍ସ କ'ଣ କାମ କରୁଛି ଆଣ୍ଡ ମୋତେ ଲାଗିଲା କି ଗୋଟେ ଆନାଉନ୍ସମେଣ୍ଟ ବି ସାର୍ କରିଥିଲେ କି ଯଦି କୌଣସି ଟ୍ରାନ୍ସଜେଣ୍ଡର ବା ସମୁଦାୟ କିନ୍ନର ସମୁଦାୟ କାମ କରିବାକୁ ଚାହାନ୍ତି ଆମେ ମଧ୍ୟ ତାଙ୍କର ଇଣ୍ଟରଭ୍ୟୁ ନେବୁ। ମୁଁ କିଛି ଦିନ ଚୁପ୍ ରହିଲି। ଚୁପ୍ ଏଥିପାଇଁ ରହିଲି କି କାଳେ ଯଦି କିଏ କୌଣସି ପିଲା ସହଜେ ଯିବେ ଇଣ୍ଟରେଷ୍ଟେଡ୍ ହେବେ ସେତେବେଳେ ତ କାମ କରିବାର ଅପରଚୁନିଟି ନାହିଁ। ମୁଁ କହିଲି ମୁଁ ଟିକେ ଘରକୁ ଫେରି ସାରିଲା ପରେ ମୁଁ ଯେତେବେଳେ ମୋ ଫାଇଲ୍ ଚେକ୍ କଲି MSW MBA ଏକ୍ସପିରିଏନ୍ସ ଇଣ୍ଟରନ୍ୟାସନାଲ ସାର୍ଟିଫିକେଟ୍ ନ୍ୟାସନାଲ ସାର୍ଟିଫିକେଟ୍ ବହୁତ ଗୁଡ଼ିଏ ସାର୍ଟିଫିକେଟ୍ସ ଆଉ କାଗଜପତ୍ରରେ ଫାଇଲ୍ ଭରି ଯାଇଥିଲା। ମୁଁ କହିଲି ଯଦି କେହି ନୁହଁ ହ୍ୱାଇ ନଟ୍ ମି କାହିଁକିନା ସବୁବେଳେ ପରିବର୍ତ୍ତନ ତ ମୁଁ ହିଁ ଆଣିଛି ତ ମୋତେ ହିଁ ଚେଷ୍ଟା କରିବା ଦରକାର। ମୁଁ ହଠାତ୍ ଫାଇଲ୍ ଧରିକି ଇଣ୍ଟରଭ୍ୟୁ ପାଇଁ ଠିଆ ହେଇ ପଡ଼ିଛି। ସାର୍ କିଛି ସମୟ ପରେ ମୁଁ ବସିଥିଲି ହଠାତ୍ ଆସିଲେ ଆରେ ସାଧନା ମ୍ୟାଡ଼ାମ୍ ଆପଣ ଏଠି? ମୁଁ କହିଲି ସାର୍ ମୁଁ ଇଣ୍ଟରଭ୍ୟୁ ଦେବା ପାଇଁ ଆସିଛି। ଆରେ ଆପଣ କ'ଣ ଇଣ୍ଟରଭ୍ୟୁ ଦେବେ କେତେ ବଡ଼ ସଂସ୍ଥାରେ କାମ କରୁଛନ୍ତି? ମୁଁ କହିଲି ସାର୍ ପରିବର୍ତ୍ତନ ମୋଠୁ ଆରମ୍ଭ ପରିବର୍ତ୍ତନ ମୋଠୁ ଶେଷ। ମୁଁ ପରିବର୍ତ୍ତନ ହେଲେ ମୋତେ ଦେଖିକି ମୋ ପରିବାର ପରିବର୍ତ୍ତନ ହେବ ମୋ ପରିବାରକୁ ଦେଖିକି ସାହି ପରିବର୍ତ୍ତନ ସାହିକୁ ଦେଖିକି ଦେଶ। ସାର୍ ଯଦି ପ୍ରତ୍ୟେକ ବ୍ୟକ୍ତି ବିଶେଷ ଏଇ ଚିନ୍ତାଧାରା ନେଇକି ଯିବେ କି ମୁଁ ଜଣେ କିନ୍ନର ପାଇଁ କାମ କରିବି ମୁଁ ଜଣେ ଟ୍ରାନ୍ସଜେଣ୍ଡର କାମ କରିବି ତାହେଲେ ହାଉ ୱି ଆର୍ ଇନ୍ ଦ ମେନ୍ ଷ୍ଟ୍ରିମିଂ ଆମେ ସମାଜର ମୁଖ୍ୟ ସ୍ତର କଥା ହେବା କେମିତି? ଭେଦଭାବ ତ ବଢ଼ି ଚାଲିବ ବାଛନ୍ଦ ତ ବଢ଼ି ଚାଲିବ। ଆପଣଙ୍କର ଅନୁଷ୍ଠାନ ଏତେ ଭଲ ଆପଣ ମୋର ଇଣ୍ଟରଭ୍ୟୁ ନିଅନ୍ତୁ ଆପଣଙ୍କୁ ଯଦି ଲାଗିବ କି ମୁଁ କାମ କରିବା ପାଇଁ ଜଣେ ଯୋଗ୍ୟ ବିବେଚିତ ମଣିଷ ଆପଣ ମୋତେ ନେଇପାରିବେ। ନୋ ସାଧନା ମ୍ୟାଡ଼ାମ୍ ନୋ ଶ୍ରୀମତୀ ନୋ ଶ୍ରୀମାନ ନଥିଙ୍ଗ ଏଲ୍ସ ଓନ୍ଲି ସାଧନା ମିଶ୍ର ମୋ ନାଁ ଆପଣ ମୋ ଇଣ୍ଟରଭ୍ୟୁ ନେଇପାରିବେ। ଯାହା ହଉ ଇଣ୍ଟରଭ୍ୟୁଟି ବହୁତ ଭଲ ଥିଲା ସାର୍ଙ୍କର ଆଶୀର୍ବାଦ ଥିଲା। ଜୁନ୍ 10 ତାରିଖ ଦିନ ମୋ ଜନ୍ମଦିନରେ 2018 ମସିହା ମୋତେ ଆପଏଣ୍ଟମେଣ୍ଟ ଦିଆହେଇଥିଲା 2018 ହଁ କିସ୍ ହରିକା ଗୋଟେ ଏତେ ସୁନ୍ଦର ଅନୁଷ୍ଠାନ ସୋସିଆଲ ଡେଭଲପମେଣ୍ଟ ଅଫିସର ଭାବେ ଜଏନ୍ କରିଥିଲେ। ଆଜ୍ଞା ମ୍ୟାଡ଼ାମ୍ ଟିକେ ମୁଁ ଖାଲି ଟିକେ ଇଣ୍ଟରପ୍ଟ କରିବି। ମ୍ୟାଡ଼ାମ୍ ଆପଣଙ୍କ ନଜରରେ କିସ୍ କେତେ ସୁନ୍ଦର? କିସ୍ ହେଉଛି 7 ରଙ୍ଗର ମିଳନ ଯେଉଁ କୁହନ୍ତି ବାଃ ତା ସୌନ୍ଦର୍ଯ୍ୟଠାରୁ ବର୍ଣ୍ଣନା ମୁଁ କରିପାରିବି। ତଥାପି କାହିଁକି ନା ଜାତି ନା ବର୍ଣ୍ଣ ନା ନିର୍ବିଶେଷରେ ଅନେକ ପ୍ରକାର ଷ୍ଟାଫ୍ ଆଉ ସେଠି ଅନେକ ପ୍ରକାର ଜନଜାତିର ପିଲା ଯେଉଁ କଲଚର ଆଉ ହେରିଟେଜ୍ ଆମେ ଆଜିକାଲି ଭୁଲିଗଲେଣି ଯେଉଁ ପରମ୍ପରା ଯେଉଁ ସଂସ୍କୃତି ଆମ ଆଦିବାସୀମାନଙ୍କର ଥିଲା ବା କମ୍ୟୁନିଟିର ଜନଜାତିମାନଙ୍କର ଥିଲା ଯେଉଁଠି ଆପଣ ଏକାଥରେ ଗୋଟେ ଜାଗାରେ ଦେଖିପାରିବେ ଆଉ ଅନେକ ପିଲାଙ୍କର ସମୂହ
ମୁଁ ସେଇଦିନ ଏଣ୍ଟ୍ରି କରିସାରିଲା ପରେ 2 ଦିନ ପରେ ଫିଲ୍ କଲି କି ମୁଁ ହେଉଛି ଗୋଟେ ଜଗତର ମା। କାହିଁକି? କୁନି କୁନି ଛୁଆମାନେ ଯେତେବେଳେ ହଠାତ୍ ମୋତେ ଦେଖନ୍ତି, ମା ବୋଲି ଡାକନ୍ତି। ସାଧନା ମା କେମିତି ଅଛ କହିକି ଦୌଡ଼ି ଆସନ୍ତି। ଆଇ ୱାଜ୍ ପ୍ରିଭିଲେଜ୍ଡ ୟାର, ମୋତେ ଛୁଆମାନେ ବି ଆକ୍ସେପ୍ଟ କରିବା ଆରମ୍ଭ କଲେଣି। ସାଧନା ମା ତାମାନେ ହିସାବରେ। ଆକ୍ସେପ୍ଟାନ୍ସ ଏଇଠୁ ଆରମ୍ଭ ହେଲା। ୟେସ୍। ପରିବର୍ତ୍ତନ ମୋଠୁ ଆରମ୍ଭ ଆପଣ ହବ। କିନ୍ତୁ ଗୋଟେ କୋଟ୍ କରିଥିଲେ ମ୍ୟାଡ଼ାମ୍ Yes. କି ମୁଁ ଗର୍ଭାଶୟରୁ ଛୁଆକୁ ଜନ୍ମ କରିନି କିନ୍ତୁ ମୁଁ ଲକ୍ଷେ ଛୁଆଙ୍କ ମା। ଆଜ୍ଞା। କିଏ କହିଲା କି ମୁଁ ଗର୍ଭବତୀ ନୁହଁ? କିଏ କହିଲା ମୋ ମା ନୁହଁ? ବିନା ଗର୍ଭାଶୟରେ ଯଦି ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଥାଏ, ହୁଁ। ଆପଣଙ୍କୁ ଅନେକ ପିଲା ମା ବୋଲି ସମ୍ବୋଧନ କରିବେ। ଆପଣ ମା ହେଇଗଲେ 2018ରୁ ମା ହେଇଗଲେ। ବହୁତ ବଡ଼ ମା ହେଇଗଲି। କାମ କରିବା ପାଇଁ ମାହୋଲ ଥିଲା। ଆଉ ବହୁତ ବିଶେଷତ୍ୱ ଥିଲା କି କିସ୍ର ପ୍ରତ୍ୟେକଟି ଷ୍ଟାଫଙ୍କର ଅନୁଭୂତି, ତାଙ୍କର ବିଚାରଧାରା ମୋ ପାଇଁ ବହୁତ ସକାରାତ୍ମକ ଥିଲା। ଇଟ୍ସ ଭେରି ପଜିଟିଭ୍ସ। ଏତେ ଜଣଙ୍କ ଷ୍ଟାଫଙ୍କ ଭିତରେ ମୁଁ ଜଣେ ଥିଲି, ବଟ୍ ମୁଁ କେବେ ଗୋଟେ ନେଗେଟିଭ୍ ଏନର୍ଜି କାହାଠୁ ଦେଖିବାକୁ ପାଇନଥିଲି। ମେ ବି ମୁଁ ନିଜ ରିପ୍ରେଜେଣ୍ଟେସନ୍ ବହୁତ ପଜିଟିଭ୍ ରଖିଥିଲି। ଆପଣ ସୋ ମୋତେ ଲାଗେ ବ୍ୟବହାର ହେଉଛି କଏନ୍ର ଦୁଇଟା ପାର୍ଶ୍ୱ। ଆପଣଙ୍କର ବ୍ୟବହାର, ଆପଣଙ୍କର ପ୍ରଫେସନାଲିଜିମ୍, ଆପଣଙ୍କର ରିପ୍ରେଜେଣ୍ଟେସନ୍, ଇଟ୍ ଇଜ୍ କ୍ୱାଇଟ୍ ଇମ୍ପୋର୍ଟାଣ୍ଟ ଟୁ ଜଜ୍ ଦ ପିପୁଲ୍ସ। ମେ ବି କିଛି ଲୋକଙ୍କର ଥିଲା କି ନାହିଁ, କିଛି ଚ୍ୟାଲେଞ୍ଜ ଆସିବ ବା କ'ଣ ହେବ, ବଟ୍ ୱିଦିନ୍ ଫ୍ୟୁ ମନ୍ଥରେ ମୁଁ ସେ ଚ୍ୟାଲେଞ୍ଜଟା ତାଙ୍କ ମନ ଭିତରୁ ମୋ କାମ କରିବା ଶୈଳୀରେ ପରିବର୍ତ୍ତନ ଆସିଯାଇଥିଲା। ସୋ ଲୋକଙ୍କର ଭଲ ପାଇବା ଥିଲା, ପ୍ରୋଜେକ୍ଟର କାମ କରିବା ଥିଲା। ମୋ ଲାଇଫ୍ର ବହୁତ ଭଲ ବ୍ୟୁଟିଫୁଲ୍ ଅନୁଭୂତିରେ ମୁଁ ସେଠି କାମ କରିବାକୁ ଅପରଚୁନିଟି କିସ୍ ବୋଲି ଅଛି। ୟେସ୍। ଆପଣଙ୍କ ଲାଇଫ୍ର ବେଷ୍ଟ ମୋମେଣ୍ଟ ବା ବେଷ୍ଟ ପାର୍ଟ ହେଉଛି ଆପଣ କିସ୍ରେ ରହିବା। ଏତେ ବଡ଼ ଲାଇଫ୍ର ଅନେକ ବେଷ୍ଟ ମୁମେଣ୍ଟ ଭିତରେ ମୁଁ ଯଦି କହିବି କିସ୍ର ବେଷ୍ଟ ମୁମେଣ୍ଟ, ତାହେଲେ ଅତ୍ୟୁକ୍ତି ଜମା ବି ହେବ। ଆଇ ଲଭ୍ ଦିସ୍ ମୁମେଣ୍ଟ ଅଫ୍ ୱାର୍କ। ମୁଁ ଟିକେ ମ୍ୟାଡ଼ାମ୍ ଆପଣଙ୍କର ଆଉ ଗୋଟେ ପାଥାଟିକ୍ ଲାଇଫ୍ ଜାଣିବା ପାଇଁ ଚାହିଁବି। ଆପଣ ଲାଇଫ୍ର ଗୋଟେ ଏମିତି କିଛି ଗୋଟେ ଏକ୍ସପିରିଏନ୍ସ ସେୟାର କରନ୍ତୁ, ଅନୋଖା ଏକ୍ସପିରିଏନ୍ସ, ଯାହାକୁ ଆପଣ କେଉଁଠି କହିନଥିବେ, କେବେ ଆମେ ଜାଣିନଥିବୁ। ଯଦି କହିବା ପାଇଁ ଚାହିଁବେ ସେ ଏକ୍ସପିରିଏନ୍ସଟା କ'ଣ ହେଇପାରେ, ଯେଉଁ ଏକ୍ସପିରିଏନ୍ସ ଆମକୁ ପ୍ରେରଣା ଦେବ, ଆମକୁ ସାଧନା ମାଙ୍କୁ ଚିହ୍ନିବା ପାଇଁ ଆହୁରି ସମୟ ଦେବ। ଆରେ ସାଧନା ମା ବି ଏମିତି ଯିବାକୁ ଚାହୁଁନି, ଟାଣି ଟାଣି ନେଉଛନ୍ତି। ନିଶବ୍ଦ ହେଇଯାଏ ରାତି, ଅନ୍ଧାର ହେଇଯାଏ ସବୁକିଛି। କବାଟ ବନ୍ଦ କରିଦିଅନ୍ତି ନିଜ ଲୋକ, ହାତ ଛାଡ଼ି ଦିଅନ୍ତି ଆପଣା ଲୋକ। କବିତା ନୁହେଁ, ବାସ୍ତବ। କ'ଣ ଭୁଲ ଥିଲା ସେ ନିନିର, କ'ଣ ଭୁଲ ଥିଲା ସତ୍ୟସୁନ୍ଦର ମିଶ୍ରର? ଆପଣମାନେ ତ ହସିକି ବ୍ରଡ଼କାଷ୍ଟରେ ଡାକୁଛନ୍ତି, ଘରେ ନିବେଦନ କରିକି ମୋତେ ନିମନ୍ତ୍ରଣ କରୁଛନ୍ତି। ଗୋଟିଏ ଭୁଲ ଥିଲା କ'ଣ? ସମାଜ ଆଗରେ ଆସିକି ମୁଁ କହିଥିଲି ମୁଁ ଜଣେ ଟ୍ରାନ୍ସଜେଣ୍ଡର, ମୁଁ କିନ୍ନର। ମିହିର ଦାସଙ୍କ ଶୋରେ କହିଥିଲି ଦରକାର ପଡ଼ିଲେ ମୁଁ ଶାଢ଼ୀ ପିନ୍ଧିବି। ଅପରାଜିତା ମହାନ୍ତିଙ୍କ ଶୋରେ ଆସିକି କହିଥିଲି ମୁଁ ବି ଜଣେ ଅପରାଜିତା। କ'ଣ ଥିଲା ଦୋଷ? ହଠାତ୍ ଆପଣମାନେ ସବୁକିଛି ବନ୍ଦ କରିଦେଲେ। ସମ୍ପର୍କ, ଭଲ ପାଇବା ଆଉ ଯୋଗାଯୋଗ। ମଣିଷଟି ବଞ୍ଚିବ ଯଦି କେମିତି ବଞ୍ଚିବ? ଆପଣମାନଙ୍କୁ ନମସ୍କାର, ପ୍ରଣିପାତ, ଅନୁରୋଧ। ପ୍ରତ୍ୟେକଟି ପିଲାଙ୍କୁ ସ୍ନେହ, ଆଦର, ଭଲ ପାଇବା ଦିଅନ୍ତୁ। ସ୍ୱପ୍ନ ଥିଲା ମୁଁ ଜଣେ ଆଇଏଏସ୍ ହେବା ପାଇଁ। ଯଦି ଟିକେ ଚେଷ୍ଟା ଥାଆନ୍ତା ବା ଭଲ ପାଇବା ଥାଆନ୍ତା, ହୁଏତ ମୁଁ ଆଉ ଟିକେ ଆଗକୁ ବଢ଼ିକି ଆଜି ସେ ଜାଗାରେ ପହଞ୍ଚିଥାନ୍ତି। କିନ୍ତୁ ମୁଁ ଗର୍ବିତ, ମୋ ପାଇଁ ଆଜି ଅନେକ ପିଲା ଅନେକ ଜାଗାରେ ସ୍ୱପ୍ନ ଦେଖିଛନ୍ତି। ଓଡ଼ିଶା ଗର୍ବିତ, ଅନେକ ପିଲା ଆଜି ଅନେକ ଜାଗାରେ ମ୍ୟୁନିସିପାଲିଟି କର୍ପୋରେସନ୍ ହେଉ ବା ଆପଣଙ୍କର କମ୍ପାନୀ ପ୍ରାଇଭେଟାଇଜେସନ୍ ହେଉ ବା ଗଭର୍ଣ୍ଣମେଣ୍ଟ ଜବ୍ରେ ଆଜି କାମ କରୁଛନ୍ତି। ଦୁଃଖ ଲାଗିଥିଲା ସେଇ ସମୟର 20 ବର୍ଷର ଲଢ଼େଇ ଏକା ଲଢ଼ିବା ପାଇଁ। ମୁଁ ସେଇପାଇଁ ବାରମ୍ବାର କରେ, ନିଶବ୍ଦ ହେଇଯାଏ ଯେବେ ରାତି, ଅନ୍ଧାର ହେଇଯାଏ ସବୁକିଛି, ଦେଖିବାକୁ ମିଳେ ମୋତେ ଆଲୋର, ଆପଣମାନଙ୍କର ସ୍ନେହର ସେ ଜ୍ୟୋତି। ଅନ୍ଧାର ଭିତରେ ବି ମୁଁ ଖୋଜି ବସିଥାଏ ଏକ ନୂଆ ଅନୁଭୂତି। ସତେକି ମୁଁ ସତ୍ୟ, ଆଉ ସତେକି ମୁଁ ହିଁ ସାଧନା ସତ୍ୟ। ଦିନ ବି ସରେ, ରାତି ବି ସରେ, କିନ୍ତୁ ସ୍ୱପ୍ନ ମରେ ନା। ସାଧନା ମାଙ୍କ ଆଖିରେ ଅସୁମାରୀ ସ୍ୱପ୍ନ ଏମିତି ଜୀବିତ ହୋଇକି ଥାଉ। ଅନେକ କାମକୁ ତାଙ୍କ ଦ୍ୱାରା
ଯେତେ ପାରୁଛି ସମ୍ଭବ ବି ହେଉ ଆମ ପାଇଁ ସେ ସବୁବେଳେ ପାଇଁ ମାଆ ହେଇକି ଥାନ୍ତୁ। ମ୍ୟାଡ଼ାମ୍ ଲାଷ୍ଟ ପ୍ରଶ୍ନ, ମୁଁ ଏ ପ୍ରଶ୍ନ ଏଯାଏଁ କାହାକୁ ବି ପଚାରିନି। ଆପଣ ଯେହେତୁ କିମ୍ସରେ ଅଛନ୍ତି, ତେଣୁ ଏ ପ୍ରଶ୍ନ ମୁଁ ନ ପଚାରି ପଡ଼କାଷ୍ଟକୁ ୱାଇଣ୍ଡ ଅପ୍ କରିପାରିବି ନାହିଁ। ସାଧନା ମାଙ୍କ ପାଇଁ ଡକ୍ଟର ଅଚ୍ୟୁତ ସାମନ୍ତ କେତେ ସ୍ପେଶାଲ ଆଉ କାହିଁକି? लिविंग गॉड जदि कुहाଯାଏ ବା ଭଗବାନଙ୍କୁ ଯଦି କିଏ ସୋ ଆଖିରେ ଦେଖିବାକୁ ଚାହାନ୍ତି, ମୋତେ ଲାଗେ ସେ ହେଉଛନ୍ତି ଡକ୍ଟର ପ୍ରଫେସର ଅଚ୍ୟୁତ ସାମନ୍ତ, ଯିଏ ମୋତେ ଅପରଚ୍ୟୁନିଟି ଦେଇଥିଲେ ବୋଲି ନୁହଁ, ମୋର ଅନୁଭୂତି, ମୋର କାମ କରିବା, ତାଙ୍କ ପାଖରେ କ'ଣ ନ ଦେଖିବାକୁ ମୁଁ ପାଇଛି। ଛୋଟ ଛୁଆଙ୍କ ପାଇଁ କାମ କରିବାକୁ ହଉ ବା ୟୁନିଭର୍ସିଟିକୁ ନେଇକି କାମ କରିବାକୁ ହଉ, ଜନଜାତିକୁ ନେଇକି ହଉ, ରାଜନୈତିକ କ୍ଷେତ୍ରରେ ନେଇକି ହଉ ବା ଅନେକ ବର୍ଗର ଲୋକଙ୍କୁ ଚାନ୍ସ ଦେଇଛନ୍ତି କାମ କରିବାକୁ। ବହୁତ ସ୍ପେଶିଆଲିଟିଜ୍ ହେଉଛି କି ଆପଣ କିସ୍ରେ 15,000 ଏବଭ୍ ଷ୍ଟାଫ୍, ମୁଁ କାଉଣ୍ଟ ବି କରିପାରିନି ଆଜି ପର୍ଯ୍ୟନ୍ତ କେତେ ଷ୍ଟାଫ୍, ସେଥିରେ ସେ ସବୁ ପ୍ରକାର ବର୍ଗକୁ ଦେଇଛନ୍ତି। ଫିଜିକାଲି ଚ୍ୟାଲେଞ୍ଜ ଲୋକ କାମ କରୁଛନ୍ତି, ଏସିଡ୍ ଆଟ୍ରାକ୍ଟ ଓମେନ୍ କାମ କରୁଛନ୍ତି, ପୋଡ଼ି ହେଇଥିବା ସ୍ତ୍ରୀ ଲୋକ କାମ କରୁଛନ୍ତି। ସେ ମୋତେ ନେଇକି ଓଡ଼ିଶାରେ ଗୋଟେ ଉଦାହରଣ ପାଲଟି କରିଛନ୍ତି। ମାନେ ସମଗ୍ର ପରିବାରରେ ଯଦି ପରିବର୍ତ୍ତନ ଆସିଛି, ମୋ ପାଇଁ ଗ୍ରହଣ, ମୋ ଘର ଲୋକ ପାଇଁ ଗ୍ରହଣ, ମାଆଙ୍କ ପାଇଁ ଯଦି ଗର୍ବର ସମୟ ଆସିଛି, ତାହେଲେ ନିଶ୍ଚିତ ଭାବରେ ମୁଁ ଶ୍ରେୟ ଦେବି ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ। ମୁଁ ବ୍ରଡ଼କାଷ୍ଟରେ ବସିକି କହୁଛି ବୋଲି ନୁହଁ, ଏଇଟା ମୋର ଅନୁଭୂତି। ପ୍ରତ୍ୟେକଟି ଆପଣ ଦେଖିବେ କଲଚର ଅଛି ତାଙ୍କ ପାଖରେ, ପରେ ମାନେ ଆପଣଙ୍କର ପାଠ ପଢ଼ିବାକୁ ନେଇକି ହଉ, ଡେଭଲପମେଣ୍ଟ ହଉ। 8 ବର୍ଷ ଯାତ୍ରା ମୁଁ କରିସାରିଲିଣି, ମୁଁ 8 ଦିନ ବି କେବେ ରିଗ୍ରେଟ୍ସ ଫିଲ୍ କରିନି କି ମୁଁ କାହିଁକି ଏ ସଂସ୍ଥାରେ କାମ କରିଛି। ଏତେ ସ୍ପେଶାଲ, ଏତେ ସ୍ପେଶାଲିଟିସ୍ରେ ମୁଁ କାମ କରିଚାଲିଛି। ମୋର ସ୍ପେଶାଲିଟିସ୍କୁ ନେଇକି ହଉ, ମୋ କାମ କରିବାକୁ ନେଇକି ହଉ, ମୋ ଶୈଳୀକୁ, ମୋତେ ଆଜି ପର୍ଯ୍ୟନ୍ତ କୌଣସି ଜାଗାରେ କେହି ବି ମନିଟରିଂ କରିନାହାନ୍ତି କି ଏଇଟା କରିବ, ଏଇ ଟାଇମ୍ରେ ଆସିବ। କାହିଁକିନା ଆଇ ଆମ୍ ଅଲସୋ, ମୁଁ ଏଇଠି ଗୋଟେ ଜିନିଷ କହୁଛି, ଆପଣ ଯଦି ସକାରାତ୍ମକ ଅଛନ୍ତି, ଆପଣ ଯଦି ଠିକ୍ ଜବ୍ କରୁଛନ୍ତି, କାମ କରୁଛନ୍ତି, ଆପଣ ନିଶ୍ଚିତ ଭାବରେ ଆପଣଙ୍କୁ ଲୋକ ଭଲ ପାଇବେ। ମୁଁ ତାଙ୍କୁ ନମସ୍କାର କରୁଛି। ଆପଣ ମୋତେ ବିଶ୍ୱାସ କରିଛନ୍ତି, ଆପଣ ବିଶ୍ୱାସର ଯୋଗ୍ୟ ବୋଲି ବିବେଚନା କରିଛନ୍ତି, ଆଉ ଆପଣ ଆଜି ସାଧନା ବିଷୟକୁ ଗୋଟେ ମଣିଷ ବୋଲି ବିବେଚନା କରିକି ନେଇଛନ୍ତି, ଯାହାକି ସମଗ୍ର ଭାରତରେ ଗୋଟେ ଉଦାହରଣ ପାଲଟିଛି। ଆଉ ଏଇଟା ଇଭେନ୍ ବୁକ୍ ପବ୍ଲିକେସନ୍ ବି ପ୍ରମାଣିତ କରିସାରିଛି। ବା ସତ୍ୟ ସୁନ୍ଦରରୁ ସାଧନା ମିଶ୍ର, କେବେ ସେ ଅପରିଚିତା, କେବେ ସେ ଅପରାଜିତା, ପୁଣି କେବେ ସମସ୍ତଙ୍କ ପାଇଁ ମା, କେବେ କେତେ ଜଣଙ୍କ ପାଇଁ ସେ ହିସାବ ଆମ ପାଖରେ ନାହିଁ, ଲକ୍ଷ ଲକ୍ଷ ଛୁଆଙ୍କ ପାଇଁ ସେ ମା, ସେ ପ୍ରେରଣା, ଆମ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା। କାରଣ ଏଇଥିପାଇଁ କି ତାଙ୍କ ରାସ୍ତାରେ ଚାଲିବାକୁ ଜୀବନଟିଏ ଦରକାର, ଆଞ୍ଜୁଳାଏ ପ୍ରେମ ଦରକାର, ସହନଶୀଳତା ଦରକାର, ଆଉ ବଞ୍ଚିବା ପାଇଁ ଢେର ସାରା ଭଲ ପାଇବା ଦରକାର। ଆମର ଏ ସେସନ୍ ଆପଣଙ୍କୁ ଏକ ଫିଲୋସଫିକାଲି ସେସନ୍ ନିଶ୍ଚୟ ଦେବ। ଏ ସେସନ୍ରେ ଆପଣମାନେ ଜୀବନ, ସମାଜ ଏବଂ ବଞ୍ଚିବାର ଶୈଳୀ ସମ୍ପର୍କରେ ଆପଣ ନିଶ୍ଚୟ ହୃଦୟଙ୍ଗମ କରିବେ। ଯଦି ଆମର ଏ ସେସନ୍ ଭଲ ଲାଗେ, ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଥ୍ୟାଙ୍କ ୟୁ।